ତାକୁ ସଠିକ ଭାବରେ ବୁଝିବା ପାଇଁ ଆପଣଙ୍କ ଭାଇମାନେ ଘୃଣା କରନ୍ତି, ଭଉଣୀମାନେ ଘୃଣା କରନ୍ତି, ଗାଁ ଲୋକ ଘୃଣା କରନ୍ତି, ରକ୍ତ ସମ୍ପର୍କ ଘୃଣା କରନ୍ତି, ଜାତିକୁ ବାହାର କରିଦିଅନ୍ତି, ସମାଜରୁ ବାହାର କରିଦିଅନ୍ତି, ପରିବାରରୁ ବାହାର କରିଦିଅନ୍ତି, ଘରରୁ ବାହାର କରିଦିଅନ୍ତି। କାଲି ଗୋବିନ୍ଦ ଭାଇ ସାକ୍ଷ୍ୟ ଦଉଥିଲେ ପରା, କଣ ଏତେ ବିଦେଶୀ ଧର୍ମ ଗ୍ରହଣ କଲୁ? ଯୀଶୁ ବିଦେଶୀ? ଯୀଶୁ କୋଉ ଦେଶରୁ ଆସିଥିଲେ? ଆମେରିକାରୁ, ଇଂଲଣ୍ଡରୁ, ଆଫ୍ରିକାରୁ ନା ଜର୍ମାନରୁ ଆସିଥିଲେ? ମୋର ପ୍ରିୟ ମାନେ ଯୀଶୁ ସ୍ୱର୍ଗରୁ ଆସିଥିଲେ। ଏ ଗୋବର ମୁଣ୍ଡା ଗୁଡାକୁ କିଏ ଶିଖାଇଲା? ଏଇଟା ମୁଣ୍ଡ ଭର୍ତ୍ତି ଗୋବର ଭର୍ତ୍ତି ହେଇଛି। କିଏ କହିଲା ଯୀଶୁ ବିଦେଶରୁ ଆସିଥିଲେ? ଯୀଶୁ ବିଦେଶରୁ ଆସିନାହାନ୍ତି, ଯୀଶୁ ସ୍ୱର୍ଗରୁ ଆସିଛି। ସେ କହୁଛି ତୁ ଆସେ ଦେଖିଦେବୁ, ଆସେ ଦେଖିଦେବୁ, କଣ ଦେଖିଦେବୁ ମଧ୍ୟ। ଦେଖନ୍ତୁ, ଯୋଉ ଲୋକ ଆଗ ପ୍ରେମ କରୁଥିଲା, ଯୋଉ ଲୋକ ଆଗ କଣ କରୁଥିଲା, ଯୋଉ ଲୋକ ଆଗ ନିଜର ଦେଖନ୍ତୁ ଅନେକ ଗତି କରୁଛେ। ଆଗ ମଦ ପିଇ ସହିଥିଲେ ସେ କିଛି କହୁନଥିଲେ, ଏବେ ମଦ ଛାଡ଼ିବାକୁ ଘୃଣା କରୁଛି। ଆଗ ପ୍ରାର୍ଥନା ଜୀବନ ପ୍ରେମ କରୁଥିଲେ, ପ୍ରାର୍ଥନା ଜୀବନ ତାକୁ ଟିଭି ଦେଖୁଥିଲେ ଘୃଣା କରୁଛି। ଆଗ ପ୍ରେମ କରୁଥିଲେ, ଛାଡ଼ିଦେଲେ ବସି। ଦେଖନ୍ତୁ ଆମର ଦେଶରେ ମଧ୍ୟ ପ୍ରଭୁଙ୍କର ବାକ୍ୟ ଶୁଣିକି ଚୋର, ଡକାୟତ, ବଦମାସ, ଖନ୍ତ, ଦୁଷ୍ଟ ସବୁ ପରିବର୍ତ୍ତନିତ ଏମାନେ ମଦ ପିଇବା ବନ୍ଦ କରିଥିଲେ, ଏମାନେ ଚୋରି କରିବା ବନ୍ଦ କରାଇଲେ, ଏମାନେ ଗଞ୍ଜେଇ ବେପାର ବନ୍ଦ କରାଇଲେ, ଏମାନେ ସବୁ କୁକର୍ମ ବନ୍ଦ କରାଇଲେ, ଏମାନେ ପ୍ରିୟ ଭାଇ ଭଉଣୀ ମାନେ ଲୋକ ଚୋରି କରିବା ଛାଡ଼ିଲେ ଲୋକ ବ୍ୟଭିଚାର ଛାଡ଼ିଲେ ଟେନସନ୍, ଗଞ୍ଜେଇ ଖାଇବା ଛାଡ଼ିଲେ ଟେନସନ୍, ଚୋରି କରିବା ଛାଡ଼ିଲେ ଟେନସନ୍। ଏ କାଳ ରହିବାକୁ ଦେବୁ ନାହିଁ, ଆକୁ ଘୋଡ଼େଇ ଦେବୁ। ଏ କୋଉଠୁ ଆସିଛି? ଏ ଯୀଶୁ ବିଦେଶରୁ ଆସୁଛନ୍ତି, ଲୋକମାନଙ୍କୁ ମଦ ପିଇବା ବନ୍ଦ କରାଉଛନ୍ତି, ବ୍ୟଭିଚାର ବନ୍ଦ କରାଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ, ଗୋଟେ ଘୃଣା ଭାବ ଆସିଲା ଆପଣଙ୍କ ପ୍ରତି। ଅନେକ ଭାଇ ଭଉଣୀ ମାନଙ୍କ ଲାଇଫରେ ଅନେକ ବ୍ୟକ୍ତି ଘୃଣା କରୁଛନ୍ତି ଏଇଥିପାଇଁ କାହିଁକି ଘୃଣା କରୁଛି? ତାର ମୂଳ କାରଣ କଣ? ଆଗରୁ ଯୀଶୁଙ୍କୁ ଘୃଣା କରୁଛି। ଯଦି ଯୀଶୁଙ୍କୁ ପ୍ରେମ କରିବ ତା ସହିତ ପ୍ରେମ କରିବ। ଏଇ ଜଗତ ଯୀଶୁଙ୍କୁ ପ୍ରେମ କରିଲେ ଲେଖାଯାଉଛି ସେ ଆପଣା ଲୋକମାନଙ୍କ ନିକଟକୁ ଆସିଲେ ସେମାନେ ଗ୍ରହଣ କରିବେ। ଭାବି ଦେଖନ୍ତୁ, ଯଦି ଆପଣ ନିଜ ପରିବାର ମଧ୍ୟକୁ ଯିବେ, ଆପଣଙ୍କୁ କେହି ଗ୍ରହଣ କରିବ ନାହିଁ, କେମିତି ଲାଗିବ? ଗାଁରୁ ଘୋଡ଼େଇ ଦେଲେ, ନିଜର ପୈତୃକ ନଗରରୁ ଘୋଡ଼େଇ ଦେଲେ, ଯୀଶୁ ଯାଇକି ପ୍ରପନ୍ନ ଭାବରେ ରହିଲେ। ଦେଖିବେ ଅନେକ ଲୋକମାନଙ୍କୁ ଗାଁ ଛାଡ଼ି ଯିବା ପାଇଁ ପଡୁଛି। ଗାଁ ଛାଡ଼ିକି ଦେଖନ୍ତୁ ଅନେକ ଜାଗାରେ ଆପଣଙ୍କୁ ଗାଁରୁ ବାହାର କରିବେ। ଗାଁରୁ ବାହାରି ଗଲା ପରେ ତ ଯୋଉଠି ବାସ କରିବେ, ମଝିରେ ଗୋଟେ ଗାଁରେ ଯାଇଥିଲି, ଜଣେ କହୁଥିଲା ଆଜ୍ଞା ସେଇ ଆମ ଘର ଥିଲା ଆଜ୍ଞା, ଘୋଡ଼େଇ ଦେଲାରୁ ଆଜ୍ଞା ଆମେ ଏପଟେ ପଳେଇ ଆସିଲୁ, ଆମେ ଏଇଠି ଅଛୁ। ଏ ଉପର ଏରିଆଟା ଆଜ୍ଞା ବିଶ୍ୱାସମାନଙ୍କ ଘର, ସେ ତଳ ଏରିଆଟା ଆଜ୍ଞା ସେମାନଙ୍କ ଘର, ସେଠି ଆମର ବିରୋଧ ଅଛି। ସେ ତଳ ଏରିଆରେ ଯେତିକି ଅଛନ୍ତି ସମସ୍ତଙ୍କ ଘରେ ପିଆ ଘର, ଭାଙ୍ଗିଥିବା ଘର, ମଦ ଗାଁ ହଉଛନ୍ତି। ଏ ବିଶ୍ୱାସ ଗୋଟେ ଗାଁରୁ ବାହାରି ଆସିଲେ ଭଲ ଘର ବାନ୍ଧିଛନ୍ତି, ଆରାମରେ ଅଛନ୍ତି। ମୁଁ କହିଲି ପ୍ରେମ କଲେ କିନ୍ତୁ ବାହାରିଲା ପାଇଁ ତମର କଥା ଭଲ ହେଇଛି, ତମର ଘର ଭିତରେ ଜାଗା। ଆପଣ ଅନେକ ଗାଁକୁ ଯାଇକି ଦେଖନ୍ତୁ ପ୍ରିୟ ମାନେ, ବିଶ୍ୱାସୀ ମାନଙ୍କର ଘର ଭିନ୍ନ ଥିବ, ଅବିଶ୍ୱାସୀ ମାନଙ୍କର ଘର ଭିନ୍ନ ଥିବ। ବିଶ୍ୱାସୀ ମାନଙ୍କର ପିନ୍ଧିବା ଭିନ୍ନ ଥିବ, ଅବିଶ୍ୱାସୀ ମାନଙ୍କର ପିନ୍ଧିବା ଭିନ୍ନ ଥିବ। ବିଶ୍ୱାସୀ ମାନଙ୍କର ଜମି ଭିନ୍ନ ଥିବ, ଅବିଶ୍ୱାସୀ ମାନଙ୍କର ଜମି ଭିନ୍ନ ଥିବ। ଗାଁରେ କାହିଁକି ଆପଣ ବିରୁଦ୍ଧରେ ଯାଆନ୍ତି? ମାନେ କନ୍ଧମାଳରେ କାହିଁକି ସମସ୍ୟା ହେଲା? ଏ ବ୍ୟବସାୟୀ ମାନେ କାହିଁକି ସମସ୍ୟା କଲେ ଯେ ଆମେ ଏତେ କଠିନ ପରିଶ୍ରମ କଲେ ମଧ୍ୟ ଆମେ ଏମାନଙ୍କ ଉନ୍ନତ ହେଇପାରୁଥାଉ, ସେମାନେ କେମିତି ଉନ୍ନତ ହେଇପାରୁ? ଭାବି ଦେଖନ୍ତୁ କନ୍ଧମାଳ ପରିସ୍ଥିତି ଚିନ୍ତା କରିଦେବ। ଏବେ କନ୍ଧମାଳ ପରିସ୍ଥିତି ବଦଳୁଛି, ପ୍ରାର୍ଥନାର ଉତ୍ତର ଆପଣ ମାନେ ଶୁଣିପାରୁଛୁ। ଗୋଟେ ଦିନ ଗୋଟେ ଭିଡିଓ ମେସେଜ ଶୁଣିଥିବେ, ଆପଣଙ୍କ ଜାଣିଥିବେ ପରିସ୍ଥିତି ବଦଳୁଛି, ପ୍ରାର୍ଥନା ବଦଳାଉଛି। ପ୍ରିୟ ଭାଇ ଭଉଣୀ, କୌଣସି ଗୋଷ୍ଠୀ ମଧ୍ୟ ମାନେ ଏତେ ଅଳ୍ପ ସମୟ ମଧ୍ୟରେ ଏତେ ଉନ୍ନତ ହେଇପାରିବ ନାହିଁ ଯେତେ ଉନ୍ନତ ଖ୍ରୀଷ୍ଟିଆନ ମାନେ ହୁଏ। ତ ସେ ଉନ୍ନତି ଦେଖିକରି ସେମାନଙ୍କର ଆର୍ଥିକ ସ୍ଥିତିକୁ ଦେଖିବାକୁ ଘୃଣା କରନ୍ତି, ତା ସହିତ ଉଦ୍ଧାର ପାଇଛି ବୋଲି ଘୃଣା କରନ୍ତି। ତାପରେ ସେଥିରେ ସରପ୍ରାଇଜ ହେବାର ଆବଶ୍ୟକ ନାହିଁ। ଏଇଟା ମୁଁ କହିବା
ପାଇଁ ଚାହେଁ। ଆଚମ୍ବିତ ହୁଅନ୍ତୁ ଉଦ୍ଧାର ପ୍ରାପ୍ତ ହୋଇଛି। ଅନେକ ଲୋକ ଉଦ୍ଧାର ପ୍ରାପ୍ତ ହେଇଛନ୍ତି ପରିବାର ଦ୍ୱାରା, ବନ୍ଧୁବର୍ଗ ଦ୍ୱାରା ଲାଞ୍ଛିତ ହଉଛନ୍ତି। ଦେଖନ୍ତୁ ଭଉଣୀ ମାନେ, ଆପଣ ଉଦ୍ଧାର ପାଇଛନ୍ତି, ଆପଣଙ୍କ ଶାଶୁ ଉଦ୍ଧାର ପାଇନାହାନ୍ତି। ତ ପ୍ରଭୁ ଶାଶୁକୁ ଧରି ଖେଳୁଛି। ସେ କଣ କରୁଛି? ୟାକୁ ଖାଲି ପ୍ରାର୍ଥନା ପ୍ରାର୍ଥନା, ରୋଷେଇ କରୁନି, ଗୀର୍ଜା ଖାଲି ଗୀର୍ଜା ଗୀର୍ଜା ଗୀର୍ଜା। ଯେ ପ୍ରାର୍ଥନା କିଛି ବୁଢୀ ଭଲ ଅଛି, ସେ ପ୍ରାର୍ଥନା କରୁଛନ୍ତି ପରିବାର ଭଲ ଅଛି, କିନ୍ତୁ ତାକୁ କଣ ଖାଲି ରୋଷେଇ କରିବା? ଏଇଟା ଉଦ୍ଧାର ପାଇଥିଲେ ଆପଣଙ୍କ ସାଙ୍ଗରେ ବସିଥାନ୍ତି, ପ୍ରାର୍ଥନାରେ ବସିଥାନ୍ତେ। ତ ପ୍ରଥମ ବିଷୟ କଣ ମନେ ରଖିଥାନ୍ତୁ, ଆପଣ ଆଚମ୍ବିତ ହୁଅନ୍ତୁ ନାହିଁ। ଉଦ୍ଧାର ପ୍ରାପ୍ତ ହେଲା ପରେ ଲୋକ ବାସ୍ତବ ସେବକମାନଙ୍କ ଲୋକ ଘୃଣା କରନ୍ତି, ବାସ୍ତବ ପ୍ରଚାରକମାନଙ୍କୁ ଘୃଣା କରନ୍ତି, ବାସ୍ତବ ଲୋକମାନେ। ପ୍ରିୟ ଭାଇ ପରିବାର କୌମାନଙ୍କୁ ଅନୁଗ୍ରହ କରୁ। ଆମେ ଜଗତ ଛାଡ଼ିକି ଯାଇନ, ଏଠି ଏକା ଅଛୁ। ଉଦ୍ଧାର ପ୍ରାପ୍ତ ହେଲା କରିବେ ଟିକେ। ଯୌନ 17 ପର୍ବ ତାର 14-15, ଯୌନ 17 ତାର 14-15। ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁଙ୍କ ପ୍ରାର୍ଥନା ଦେଖନ୍ତୁ। ପିତା ଏମାନଙ୍କ ଜଗତରୁ ଘେନି ଯାଉ ବୋଲି ପ୍ରାର୍ଥନା କରୁନାହାନ୍ତି, ଅଛନ୍ତି ପ୍ରଭୁ ମନ୍ଦତା କଥା। এইটা ଯୀଶୁଙ୍କର ପ୍ରାର୍ଥନା। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ମିରାକଲ କଣ ଆପଣ ଜାଣିଛନ୍ତି? ସବୁଠୁ ଗ୍ରେଟେଷ୍ଟ ମିରାକଲ କଣ? ଆପଣଙ୍କ ଭଳିଆ ମୋର ଭଳିଆ ଦୁଷ୍ଟ ପାପୀ ଲୋକ ସେ ପାପମୟ ଜଗତ ରଖିକି ପବିତ୍ର ଜୀବନ କାଟିବା ପାଇଁ ସାହାଯ୍ୟ କରୁଛନ୍ତି। ସେଇଟା ହଉଛି ସେଇଟା ହଉଛି ସବୁଠୁ ବଡ ମିରାକଲ। ଯୋଉ ଆଖି ଅଶ୍ଳୀଳ ଦେଶ ଦେଖୁଥିଲା, ପାଟିରେ କହୁଥିଲା, କାରଣ ଶୁଣୁଥିଲା, ଏବେ ତ ପରିବର୍ତ୍ତିତ ହୋଇ ଦେଖୁନାହିଁ, କହୁନାହିଁ, ଖାଉନାହିଁ, ଶୁଣୁନାହିଁ, ବସୁନାହିଁ। এইটা ହଉଛି ମିରାକଲ। ମୋ ପ୍ରିୟ ମାନେ, ଜଣେ ଅନ୍ଧ ଦେଖିବାର ମିରାକଲ ନାହିଁ, ଜଣେ ଦେଖିବା ଲୋକ ନ ଦେଖିବାଟା ହଉଛି ମିରାକଲ। ଜଣେ ଲୋକ କହିବାର ମିରାକଲ ନାହିଁ, ଯାହାକୁ କହିବାର ଶକ୍ତି ଅଛି ସେ ପାଟିକୁ ବନ୍ଦ କରି କୁହାଯାଉଛି ମିରାକଲ। ତଳେ ପରିବାର ମିରାକଲ ନାହିଁ, ତଳେ ପଡ଼ିଥିବା ଲୋକ ଉଠିବାଟା ହଉଛି ମିରାକଲ। ପର ଭାଷା କହିବାର ମିରାକଲ ନାହିଁ, ନିଜର ଭାଷାକୁ ସଂଯତ କରିବାର ମିରାକଲ। ଏ ମୋର ପ୍ରିୟ ଭାଇ ଭଉଣୀ ମାନେ, ମାନଙ୍କୁ ଅନୁଗ୍ରହ କରୁଛୁ। ପର ଭାଷାରେ 2 ଘଣ୍ଟା ପ୍ରାର୍ଥନା କରିବାକୁ, ନିଜ ଭାଷାରେ 10 ମିନିଟ୍ ଭଲ କଥା ହେଇଯାଉଛି। ତ ପ୍ରଭୁ ଯୀଶୁ କଣ କହୁଛନ୍ତି ଯେ ମୁଁ ଏମାନଙ୍କୁ ଏ ଜଗତରେ ରଖିଛି, ଏମାନଙ୍କୁ ଘେନି ଯାଉନାହିଁ, କି ଘେନି ଯାଅ ବୋଲି କହୁନାହିଁ, କିନ୍ତୁ ଏ ପାପ ଜଗତରେ ଏମାନେ ଯେପରି ପବିତ୍ର ଜୀବନ କାଟିବେ, ଏଇଟା ଦରକାର। ତ ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନେ ଜଗତ ଦ୍ୱାରା ଘୃଣିତ ହେବେ। ଆଗକୁ କଣ କହୁଥିଲେ? କିଛି ହେବ ନାହିଁ ବୋଲି, କିନ୍ତୁ ଘୃଣା ବଢିଥିବ। ପ୍ରିୟ ଭାଇ, ଖ୍ରୀଷ୍ଟ ଘୃଣିତ ହେଲେ, ଖ୍ରୀଷ୍ଟଙ୍କର ଖ୍ୟାତି ହେଲା, ଖ୍ରୀଷ୍ଟଙ୍କର ଅପମାନ ହେଲା, ଖ୍ରୀଷ୍ଟ ନିନ୍ଦିତ ହେଲେ, ଆପଣ ବି ପାଇବେ। ଖ୍ରୀଷ୍ଟଙ୍କ ପଥରେ ଯାଉଛନ୍ତି ପରା। ଦେଖନ୍ତୁ, ଆପଣ ଯଦି କୌଣସି ଫ୍ୟାକ୍ଟ୍ରିରେ ବା ଅଫିସରେ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି, ଏ କ୍ଲାସ ଅଫିସର ଅଛନ୍ତି, ଆପଣଙ୍କୁ କିଏ ଘୃଣା କରୁଥିବ? ଏକ ପିଅନ, ଏକ ଝାଡୁ ମାରିବା ଲୋକ, ସେଠିକା ଡ୍ରାଇଭର। ଦେଖିଛନ୍ତି ଆପଣ ମାନେ? କଣ ଯେ ତୁମର ବସ୍ରେ ତାକୁ ଘୃଣା କରୁଥିବ? ଆମର ଦେଶ ଜାତି ତ ପୁରା ଭର୍ତ୍ତିକି ରହିଛି। ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ସ୍ୱଚ୍ଛ ଭାରତ କଣ ହବ? ସ୍ୱଚ୍ଛ ଆମର ତ ଜାତି ପ୍ରଥା ଅଛି, ଆମ ଧର୍ମନ୍ଦ ଗୁଡାକ ଅନେକ ଅସୁଚିତା ଅଭଦ୍ରତା ବର୍ତ୍ତମାନ ସ୍ୱଚ୍ଛ ଅଛି। ପ୍ରିୟ ଭାଇ ଭଉଣୀ ମାନଙ୍କୁ କହିବା ପାଇଁ ଚାହେଁ, ଘୃଣା ଭାବ ବଢିବ, ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଘୃଣା, ପକ୍ଷାତି ବଢିବ, ଅପମାନ ବଢିବ, ନିନ୍ଦା ବଢିବ। ଖ୍ରୀଷ୍ଟଙ୍କ ସହିତ ତାହା କରିଥିଲେ, ଖ୍ରୀଷ୍ଟଙ୍କ ସହିତ ତାହା ଘଟିଛି ନା, ଆପଣଙ୍କ ଲାଇଫରେ ବି ତାହା ଘଟିବ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରାର୍ଥନା କରିବା ଆମେ ଗୁଡେ ବିଷୟରେ। ପ୍ରଭୁ ମାନଙ୍କୁ ସାହାଯ୍ୟ କରନ୍ତୁ। এই ଘୃଣାର ଜଗତରେ, ଏ ପାପପୂର୍ଣ୍ଣ ଜଗତରେ, ଏ ପ୍ରସ୍ତ କଳଙ୍କିତ ଜଗତରେ ଆପଣ ଆଉ ମୁଁ ପ୍ରଭୁରେ ରହିକି ଆଗକୁ ବଢିବା। ସେଇଟା କାହିଁକି କହିନ କେବେ ବି ହେବ ଲୋକ ଭଲ ପାଇପାରିବ ନାହିଁ। ପାଇପାରିବ କି? ପାଇପାରିବ ନାହିଁ। କହିନର ଜାତି ଅଲଗା, କେବଳର ଜାତି ଅଲଗା। କହିନର ମାର୍ଗ ଅଲଗା, କେବଳର ମାର୍ଗ ଅଲଗା। ତ ଏମାନେ କେବେ ପରସ୍ପରକୁ ଭଲ ପାଇପାରିବେ ନାହିଁ। କରିବେ। ପ୍ରଥମ ଜନ 3 ପର୍ବ 13 ପଦ ପଢିବା ସମୟ ଅଭାବ। ପ୍ରଥମ ଜନ 3 13।
ଜଗତ ଯଦି ଆପଣଙ୍କୁ ଘୃଣା କରୁଛି ଆଶ୍ଚର୍ଯ୍ୟ ଜ୍ଞାନ କରନ୍ତୁ ନାହିଁ। ଉଦ୍ଧାର ପ୍ରାପ୍ତ ହେଲା ପରେ ଅନେକ କହୁଛନ୍ତି ଆଜ୍ଞା ମୁଁ ଉଦ୍ଧାର ପାଇଲା ପରେ ମତେ ବାପା ଘୃଣା କରୁଛନ୍ତି, ମା ଘୃଣା କରୁଛନ୍ତି, ଟଙ୍କା ଘୃଣା କରୁଛନ୍ତି, ମୋ ଶାଶୁ ଘୃଣା କରିବେ। ତ ଉଦ୍ଧାର ପ୍ରାପ୍ତ ହେଇନାହାନ୍ତି। ଖ୍ରୀଷ୍ଟିଆନ ରବିବାର ଚର୍ଚ୍ଚ ଯିବେ। ଦେଖ ରବିବାର ଚର୍ଚ୍ଚ ହେଲା ସକାଳ ସନ୍ଧ୍ୟା କଣ ମତେ ଜଣେ କହୁଥିଲେ କଥା ଆଜ୍ଞା ଆପଣ ସବୁଦିନ ଜୁମ୍ ରେ କଣ ଆଜ୍ଞା ସପ୍ତାହରେ ଗୋଟେ ସନ୍ଧ୍ୟାରେ ଗୋଟେ ଆଜ୍ଞା ସପ୍ତାହରେ 2 ଦିନ ସନ୍ଧ୍ୟାରେ କରନ୍ତୁ ଆଜ୍ଞା। ମୁଁ ତାଙ୍କୁ ପଚାରିଲି ଆପଣ ସନ୍ଧ୍ୟାରେ ଆଟେଣ୍ଡ କରୁଛନ୍ତି ନା ସକାଳେ ଆଟେଣ୍ଡ କରୁଛନ୍ତି? ନା ଆଜ୍ଞା ମୁଁ ତ ଆଟେଣ୍ଡ କରୁନାହିଁ। ମୁଁ କହିଲି ଆପଣଙ୍କ କହିବାର ବି ଅଧିକାର ଆପଣଙ୍କର କହିବାର ବି ଅଧିକାର ନାହିଁ। ଆମେ 100 କି 120 କି 50 ଲୋକ ଆମେ ଡେଇଲି ବସୁଛୁ ସମୟ କାଢିକି ବସୁଛୁ। ପ୍ରିୟ ଭାଇ ଭଉଣୀ ମାନେ ଯେଉଁମାନେ ଏଇ ଦିନ ମାନଙ୍କରେ ଏଇ ବାକ୍ୟ ଗୁଡାକ ଶୁଣୁନାହାନ୍ତି ଆଗାମୀ ସମୟରେ ପସ୍ତାଇବାକୁ ପଡିବ। ଆଗାମୀ ସମୟରେ ଯୋଉ କ୍ରୁସିଆଲ ଟାଇମ୍ ଆସୁଛି ତାର ପୂର୍ବରୁ ପ୍ରଭୁ ଆମକୁ ଅନୁଭବ ଦୁର୍ଭିକ୍ଷ ଆସୁଛି ତା ସମୟରେ ସୁବିଧା ସମୟ ଚର୍ଚ୍ଚ ବନ୍ଦ ହେଇଛି କିନ୍ତୁ ବାକ୍ୟ ବନ୍ଦ ହେଇନାହିଁ। ଚର୍ଚ୍ଚ ବନ୍ଦ ହେଇଛି ପ୍ରଚାର ବନ୍ଦ ହେଇନାହିଁ। ମିଟିଂ ହଉନାହିଁ କିନ୍ତୁ ପ୍ରଚାର ବନ୍ଦ ହେଇ ହାତରେ ବସି ଯାଉ। ଏବେ ଆପଣଙ୍କ ଆସିବା ପୂର୍ବରୁ ଗୋଟେ ତାରିଖ ଆସୁଛି ଆହୁରି ଯଦି ଆପଣ ଜାରି କେନ୍ଦାକୁ ଚାଲିଛି 24 hours ଅନଲାଇନ୍। ପ୍ରିୟ ଭାଇ ମାନଙ୍କୁ କହିବା ପାଇଁ ଚାହେଁ ଏବେ ଅଫଲାଇନ ର ସମୟ ପଳେଇଲାଣି ଆମେ ଅନଲାଇନ ରେ ରହିବା ପ୍ରଭୁଙ୍କ ସହିତ ଜଡ଼ିତ ହେଇକି। ତ ପ୍ରଥମ ବିଷୟ ଘୃଣା କରିବେ ଲୋକମାନେ। ଆଉ ଦ୍ୱିତୀୟ ବିଷୟ କଣ ହୁଏ ମଧ୍ୟ ମାନେ ଉଦ୍ଧାର ପାଇଲା ପରେ ଗୋଟେ କମ୍ପ୍ରମାଇଜ କରିବାର ଗୋଟେ ତାକୁ କଣ କହିପାରିବା କମ୍ପ୍ରମାଇଜ କରିବା ପାଇଁ ଯଦି ଆପଣଙ୍କୁ ଗୋଟେ ଚାପଟା ଆସିବ ପରାମର୍ଶ ଆସିବ କେମିତି କଲେ ବି ହବ କେମିତି ବି କଲେ ବି ହେଇଥାନ୍ତା କମ୍ପ୍ରମାଇଜ କରିବା ପାଇଁ ମାନେ କହିବେ ନାଇଁ ଏଇଟା ଏମିତି ହେବା କଥା ନଥିଲା ତୁମର ଲାଇଫରେ ସେମିତି ହେବାର ଥିଲା କିନ୍ତୁ ଏମିତି କରିବା ଥିଲା ଏଇ କ୍ଷେତ୍ରରେ କମ୍ପ୍ରମାଇଜ କରିବେ ଟିକେ ମତେ ଖୋଲନ୍ତୁ ଦୟାକରି ମାତ୍ର 16 ପର୍ବ ତାର 21-23 ପଢନ୍ତୁ। ମାତ୍ର 16-21-23। ଆପଣ 16-17 ଟିକେ ପଢି ଦିଅନ୍ତୁ। 16-17 ପ୍ରଥମେ କଣ କିଛି ପଚାରିଲେ ମୁଁ କିଏ କୁହ ତ ଇଏ କଣ ବୋଲି କହୁଛନ୍ତି ଆପଣ ଜୀବିତ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ କହିଲେ ଭେରି ଗୁଡ୍ ମୋର ପିତା ପ୍ରକାଶ କରିଛନ୍ତି ମୁଁ ମୋର ମନରେ ତୁମରେ ଚଳିବି ହାଲେଲୁୟା। ତାର ପରେ ଆଉ ନେକ୍ସଟ କରି ଯୀଶୁ କହିଲେ ଠିକ ଅଛି ବାପା ତ ଠିକ ଅଛି କିନ୍ତୁ ମୋ ଅଗ୍ରାହ୍ୟ ପୁସ୍ତକ ମତେ ଲୋକ ଅଗ୍ରାହ୍ୟ କରିବେ ମତେ ଦୁଃଖ ଭୋଗ କରିବା ପାଇଁ ପଡିବ ମତେ କଷ୍ଟ କରିବା ପାଇଁ ପଡିବ ତାର ଆସିବା ପାଇଁ ପଡିବ ସାଙ୍ଗେ ସାଙ୍ଗେ କହୁଛି ନାଇଁ ପ୍ରଭୁ ଆପଣଙ୍କ ପ୍ରତି ସେଟା ନୁହଁ। ଯେତେବେଳେ ଯୀଶୁ କହୁନାହାନ୍ତି ପିତର ତମେ କାହିଁକି କହିଲେ ଦୂର ହଉଛି କମ୍ପ୍ରମାଇଜ କରିବାକୁ ଆସିବ ତୁମ ପ୍ରତି ଏଇଟା ନ ଘଟୁ। ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ଲାଇଫରେ ଗୁଡାଏ ପରିସ୍ଥିତି ମାନ ଆମେ ଗୁଡାଏ ପରିସ୍ଥିତି ଗୁଡାକ ଦେଇକି ଯିବା କିନ୍ତୁ ଆମକୁ ଗୋଟେ ଆହ୍ୱାନ ଆସିବ ସାଲିସ କରିବା। ଏ ମୋର ପ୍ରିୟ ଭାଇ ଭଉଣୀ ମାନଙ୍କୁ ଆପଣ ମାନେ କହିବା ପାଇଁ ଚାହେଁ ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ମାନଙ୍କୁ ସାହାଯ୍ୟ କରନ୍ତୁ। ଆଜି ଏଠି ବସି ବାକ୍ୟ ଶୁଣିବା ସମୟରେ ଆକୁ ଆପଣ ଜୀବନ କାଲେ ସମୀକ୍ଷା କରିବେ ପରୀକ୍ଷା କରିକି ଦେଖନ୍ତୁ ଯେ ପ୍ରଭୁ କହିବା ପାଇଁ ଚାହାନ୍ତି ଲାଇଫରେ ସାଲିସ କରିବାର ମୁହୂର୍ତ୍ତ ଆସିବ କିନ୍ତୁ ସେ ବି ସାଲିସ କରିବା। ଆପଣ ଆଉ ଗୋଟେ ଦେଖିବେ ମାତ୍ର ତାର 27 ପର୍ବ 39-42 ମାତ୍ର 27-39-42
ଯୀଶୁ ଓହ୍ଲେଇ ପାରୁଛନ୍ତି ନା ନାଇଁ? ମୁଁ ଯଦି ଯୀଶୁ ଏକ ଓହ୍ଲେଇ ପଡିଥାନ୍ତି କଣ ଭାବୁଥିଲେ ମତେ ମତେ କଣ ଆଣ୍ଡୁ ପାଣ୍ଡୁ ବୋଲି ଭାବୁଥିଲେ ଓହ୍ଲେଇ ପଡିଥାନ୍ତି ଆଉ କରିଯାଇଥାନ୍ତି। ଆମକୁ ତ ଦେଖାଇବାର ଅଭ୍ୟାସ ନା, କିନ୍ତୁ ପ୍ରଭୁ ଯୀଶୁ ଓହ୍ଲେଇ ନାହାନ୍ତି, କମ୍ପ୍ରମାଇଜ କରିନାହାନ୍ତି, ସାଲିସ କରିନାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ ଆପଣଙ୍କ ଲାଇଫରେ ମଧ୍ୟ କେତେ ଭାଇନା ଖାଇଦିଅନ୍ତୁ, ସମସ୍ତେ ନଉଛନ୍ତି ଟିକେ ଆପଣଙ୍କ ଲାଇଫ ନେଇଯାଆନ୍ତୁ ଭଲ ଭଳିଆ ସାଲିସ କରିବା ପାଇଁ, କିନ୍ତୁ ଖ୍ରୀଷ୍ଟିଆନ ଲାଇଫରେ ଉଦ୍ଧାର ପ୍ରାପ୍ତ ହେଲା ପରେ ସାଲିସ କରିବ ନାହିଁ। ଆମର ଭାରତୀୟ କଥା ଦେଖନ୍ତୁ ପ୍ରିୟ ଭାଇ, ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆଜି ବସି ଚିନ୍ତା କରିବା ସମୟରେ ଯେ ଉଦ୍ଧାର ପ୍ରାପ୍ତରେ ଘୃଣା ଭାବ ଆସିବ ଆପଣଙ୍କ ପ୍ରତି, ଲୋକେ ଘୃଣା କରିବେ। ଆମର ତ ମଣ୍ଡଳୀ ଭିତରେ ନା, ଇଏ ପୁଣି ଗୋଟେ ଭଲ ମଣ୍ଡଳୀରେ ଯାଉଛି, ସବୁବେଳେ ପ୍ରାର୍ଥନା, ଆଙ୍କର ମଣ୍ଡଳୀ ଆଗ ସ୍ୱର୍ଗକୁ ଯିବ। ଆପଣ ପ୍ରାର୍ଥନା କରନ୍ତି, ଲୋକ କଣ କହୁଛନ୍ତି, ଓହୋ ଦିନ ରାତି ଚୁମରେ ବସୁଛି ତ ଇଏ ଆଗ ସ୍ୱର୍ଗକୁ ପଳେଇବ, ରନ୍ଧା ନାହିଁ ପଢା ନାହିଁ କିଛି ନାହିଁ ବସି ଯାଉଛି। ପ୍ରିୟ ଭାଇ ଭଉଣୀ ମାନେ ତ କମ୍ପ୍ରମାଇଜ କରିବା ପାଇଁ ଆସିବ। ଆମର ଦେଶରେ ମଧ୍ୟ ଦେଖନ୍ତୁ, ଯଦି ଆପଣ ଆଉ ମୁଁ ଆମେ ଯଦି କହିବା ଯୀଶୁ ମଧ୍ୟ ଭଗବାନ, ଲୋକମାନେ କହିଲେ ପ୍ରେସ୍ କରିବା ବୋଲି କହିବେ। ପ୍ରିୟ ଭାଇ ଭଉଣୀ ଯଦି ଆପଣ ଆଉ ମୁଁ କହିବା ଯୀଶୁ ମଧ୍ୟ ଈଶ୍ୱର, ଲୋକ ଖୁସି ହେବେ, ଆମକୁ କାରଣ ଆସିବନି, ଆମକୁ ନିନ୍ଦା କରିବେନି, ଏକ ହେଇଯିବ ସେତିକି ତ। କାରଣ ଆମର ଦେଶ ଲୋକମାନେ ସବୁ ତ ଭଗବାନ ମାନିବେ, ତୁମେ ଭଗବାନ, ମୁଁ ଭଗବାନ, ବାପା ମା ବି ଭଗବାନ। ଆମର କଣ ଅଛି, ପିତୃ ମାତୃ ପୂଜନ ଦିବସ, କାହାକୁ ପୂଜା କରିବେ? ପିତୃ ମାତୃକୁ ପୂଜା କରିବେ। କାଲି ଭାଇ କହୁଥିଲେ ପୁରା ଗୋମାତା, ନାଗମାତା, ସବୁ ମାତା ପଣା ଉଠେଇକି ଯେତେବେଳେ ଦେବ ତାର ପୁତ୍ର କନ୍ୟାକୁ ବୁଲି ଆସିବ। ମାନେ ବି ମା କେହି ଜଣେ କହୁଥିଲେ ପରା, କି ଭଗବାନ ମା ଛାଞ୍ଚୁଣି, ମା ଫୁଲ ଛାଞ୍ଚୁ। ମାନେ ଭାବି ଦେଖନ୍ତୁ ଲୋକମାନଙ୍କୁ କେମିତି ବୋକା ବନାଉ। ନଡ଼ିଆ ମଧ୍ୟ ପୁଣି ପ୍ରଭୁ ଆଶ୍ଚର୍ଯ୍ୟ ଆପଣଙ୍କୁ, ଏଇଟା କିଏ କହିବ? ଗୋବର ମୁଣ୍ଡ ମାନେ କହିବେ, ଯାହାର ମୁଣ୍ଡରେ ଟିକେ ମତେ ସେ କହିବ ମାନେ କାହିଁକି ଯଦି ଆମେ ଆମର ଦେଶକୁ ଆମେ କହିବା ଯୀଶୁ ମଧ୍ୟ ଈଶ୍ୱର, କିଛି ପ୍ରୋବ୍ଲେମ ଆସିବନି, ତାରଣ ଆସିବ ନାହିଁ, ନିନ୍ଦା ଆସିବ ନାହିଁ। ଯଦି ଆମେ କହୁଛୁ ଯୀଶୁ ହିଁ ଈଶ୍ୱର, ସେଇଠି ପ୍ରୋବ୍ଲେମ ଆସିବ। ଆଉ ସେଇଥିପାଇଁ ଦେଖିବେ ବଡ ବଡ ପ୍ରଚାରକ ମାନେ ସେଇ ଆଡକୁ ଯାଉନାହାନ୍ତି। ପ୍ରଭୁ ତୁମକୁ ସୁସ୍ଥ କରିବେ, ଆଜି ମିଳାଚଳ ଆସିବ, ତମର ନୂଆ ବାଲି ଆସିବ, ଘର ବନେଇବ, लाइफ में बेहतर जाऊंगी। आज कुछ होने वाला है, आज कुछ होने वाला है। इस समय में भाई अच्छी, इस समय में भाई अच्छी, ना तो केते थी आसव कि न आसव ये जन रेड कलर आसती दिन टाइम मित्र भाई भौणी मैंने ना धरी धरी डाकवा स्टोरी चली। प्रिय भाई बहन मैंने सही कहले प्रॉब्लम ना तो लक्ष लक्ष लोग जाऊँगी व्यक्ति स्वाद होगी जिसको ही करो प्रॉब्लम से हमको देश को साजिश करो, तुम्हारा प्रभु को तुम मानो, हमें टेंशन नहीं, हमारा प्रभु को विरोध तुम्हें सही बन आम प्रभु को इंट्रोड्यूस कर भावी देखो प्रिय मैंने आमर लोक ईश्वर बनइबे औषध देवे ज्वर हे मैंने औषध देते से खाई भल हे देखो कौन एमाने भगवान को बाहर करेंगे से भगवान को बाहर माने देखो लोक विश्वास को लोक आकांक्षा को उद्धार पाइबा लोक दौरानी इमोशन सहित जब हम सत्यता कहूँ शास्त्र अनुसार जीशु बाइबल कौन कौन पढ़े से पद 4 पद 12 पद
କଣ ଲେଖାଯାଉଛି? ତାହାଙ୍କ ଛଡା, ଯୀଶୁଙ୍କ ଛଡା ଆଉ କାହା ଠାରୁ ପରିତ୍ରାଣ ନାହିଁ। ଭାଇମାନେ ଏଇଟା ହଉଛି ବାଇବଲର ସତ୍ୟତା, ଏଇଟା ହଉଛି ଆତ୍ମ ସତ୍ୟତା। କଣ କହୁଛି? ତାହାଙ୍କ ଛଡା, ଯୀଶୁଙ୍କ ଛଡା ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ ଅନ୍ୟ କୌଣସି ନାମ ନାହିଁ। ଆମେ ଗୀତ ଗାଉଛୁ ପରା, ନାହିଁ କାହିଁ ରେ ଗତି ମୁକ୍ତି, ଜାଣ ରେ ନାହିଁ କାହିଁ ରେ ଗତି ମୁକ୍ତି, ଯୀଶୁ ବିନା ପାପୀର, ଯୀଶୁ ବିନା ପାପୀର, ଆମରେ ନାହିଁ କାହିଁ ରେ ଗତି ମୁକ୍ତି। ଜଣେ ବ୍ୟକ୍ତିର ଉଦ୍ଧାର ପାପ କ୍ଷମା ଯୀଶୁଙ୍କ ଛଡା ଆଉ କିଏ ବି କରିପାରିବ ନାହିଁ। ଏଇଟା କହିଲେ ଖ୍ରୀଷ୍ଟିଆନମାନଙ୍କୁ ଜଣେ ଦେଖିଲେ କଣ, ଓହୋ ଏମାନଙ୍କୁ ବିଦେଶରୁ ପଇସା ଆସୁଛି ବୋଲି ଏମାନଙ୍କୁ ତାହାପରେ ବନ୍ଦ କରେ। ମୋର ପ୍ରିୟମାନେ, ବିଦେଶର ପଇସା ତ ବନ୍ଦ କରିପାରିବେ, ଆପଣଙ୍କୁ ସେମାନେ କିଏ ବନ୍ଦ କରିପାରିବେ? ଆପଣ ଯୋଉ ଦଉଛନ୍ତି 500, 100, 200, 300, 1000, ସେଇଟା କିଏ ବନ୍ଦ କରିପାରିବେ? ଏଇଟା ତ କିଏ ବନ୍ଦ କରିପାରିବେ ନାହିଁ। ଆମେ ଇଣ୍ଡିଆନ ଖ୍ରୀଷ୍ଟିଆନ ମାନେ ଯେତିକି ପଇସା ଦେବା ମଧ୍ୟ ମାନେ ଇଣ୍ଡିଆର ମିନିଷ୍ଟ୍ରି ପାଇଁ ଯଥେଷ୍ଟ। ମୋ ପଇସା କିଛି ଆଉ ସେଇଟା ଆମେ କରିବା ପାଇଁ ଯାଉଛୁ। ଆଗାମୀ ସମୟରେ ସେଇଟା କରିବା ପାଇଁ ଯାଉଛୁ। 4ଟା ରୋଟି ଦିଟା ରୋଟି ଖାଇଛୁ, ସପ୍ତାହରେ 4 ଦିନ ଆମେ 5 ଦିନ ମଟନ ଖାଉଛୁ, ଚିକେନ ଖାଉଛୁ, 2 ସପ୍ତାହ ଖାଇଛୁ, 3 ସପ୍ତାହ ଖାଇଛୁ, ସପ୍ତାହ କିଛି ପ୍ରୋବ୍ଲେମ ନାହିଁ। କିଏ ଖାଇଛନ୍ତି ମାନେ ମିନିଷ୍ଟ୍ରି ବନ୍ଦ ହବ ନାହିଁ, ସେବା ଚାଲିছে। ତେଣୁ ଦେଖନ୍ତୁ ଏଇ ଜୁମ୍ର ପ୍ରୋଗ୍ରାମ ଆପଣ ଜାଣିନାହାନ୍ତି, ଆମେ ଚିନ୍ତାରେ 4 ଜଣ ଆସୁ, କେମିତି କରିବା, କେମିତି ସବସ୍କ୍ରିପସନ ପଇସା ବାନ୍ଧିବା, କଣ କରିବା। ଜଣେ ପରିବାର ବାହାରିଲେ, କହିଲେ ନାଇଁ ଆମେ ପ୍ରଥମ ମାସ ଦେଲେ, ସେମାନେ ଭାବିଲେ 2 ମାସ ତମେ ଦେଇଦେବା ବୋଲି ହେଲା। ପ୍ରଥମ ମାସ ଦେଲେ, ଦ୍ୱିତୀୟ ମାସ ଆମେ ଚିନ୍ତା କଲା ବେଳକୁ ତାଙ୍କର ପଇସା କଟି ସାରିଛି। ଆମେ ପରିବାର ପଇସା କଟି ସାରିଛି, ପଇସା କଟି ଆମେ ସପ୍ତମକୁ କରିବା ବୋଲି। ତାପରେ ଦେଖିଲା ଭାଇ ତ ମୋତେ କଟି ଯାଇଛି, ପଇସା ଆପଣ ମାନେ କରନ୍ତୁ, ଯେତେବେଳେ କରିବେ କରନ୍ତୁ, ମୁଁ ଦଉଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଦ୍ୱାର ଖୋଲିଛନ୍ତି। ଆମେ କହୁନୁ ଆପଣ ମାନଙ୍କୁ ଜୁମ୍ରେ ଆସନ୍ତୁ, ପଇସା ଦିଅନ୍ତୁ, ଦାନ ଦିଅନ୍ତୁ। ମୋ ଲୋକ ଦାନ କରୁଛନ୍ତି ନା ନାଇଁ? ଯଦି ସ୍ପେଶାଲ ହିଲିଂ କରିବା ପାଇଁ ଚାହୁଁଛନ୍ତି, ସ୍ପେଶାଲ ପ୍ରୋବ୍ଲେମ ସଲ୍ଭ ହେବାକୁ ଚାହୁଁଛନ୍ତି, ସ୍ପେଶାଲ ଡୋନେସନ ଦିଅନ୍ତୁ। ଆମର ଏକାଉଣ୍ଟ ନମ୍ବର ହେଉଛି ଏଇଟା, ବାହାରୁଛି। ଭାଇ ଭଉଣୀ ମାନେ ତାପରେ ଆମେ ଝଗଡ଼ା ହେଇଥାନ୍ତୁ, ନାଇଁ ନାଇଁ ଜଣକରେ କାମ ସବୁରେ କାମ ଦିଆଯାଉ। ଇଏମାନେ ପ୍ରଭୁ ଯାହାର ହୃଦୟରେ କଥା ହଉଛନ୍ତି ସେ ଦଉନାହାନ୍ତି, ଦେବା ନାହିଁ ସେ ପ୍ରାର୍ଥନା କରୁଛି। କିଛି ଟେନସନ ସହିତ ସେଇଟା ମୁଣ୍ଡ ବସାର ବିଷୟ ନାହିଁ। ଟେନସନ କଣ, ଆମର ଦେଶରେ ସୁଷମାଚାର ପ୍ରଚାରିତ ହଉଛି। ଖାଲି ଅନେକ ଅଛି ଲୋକମାନେ ଖ୍ରୀଷ୍ଟିଆନ ଭାବରେ ଅଛନ୍ତି, କେବେ ଖ୍ରୀଷ୍ଟିଆନ ବୋଲି ପରିଚୟ ଦେଇଛନ୍ତି ସେଇନା, କଲେଜରେ ଖ୍ରୀଷ୍ଟିଆନ ବୋଲି ପରିଚୟ ଦେଇଛନ୍ତି କି ନାହିଁ, ଅଫିସରେ ନାହିଁ, ପରିଚୟ ଦଉନାହାନ୍ତି। ବର୍ତ୍ତମାନ କଣ କହୁଛି, ଖ୍ରୀଷ୍ଟିଆନ ବୋଲି ପରିଚୟ ଦେଉନାହିଁ, ସିନେମା ଗୀତ ଲଗାଇକି ପାନ ଖାଇକି ଚଲାଉଛନ୍ତି। ଖ୍ରୀଷ୍ଟିଆନ ଗୀତ ବଜାଇବ ନାହିଁ, ଖ୍ରୀଷ୍ଟିଆନ ବୋଲି ପରିଚୟ ଦେବ ନାହିଁ। ଏବେ ଖ୍ରୀଷ୍ଟିଆନ ଡ୍ରାଇଭରକୁ ପଚାରିଲି, କାରଣ ସେଇଦିନ ଦଶହରା ଥିଲା ବୋଧେ, ସେ ତାର ଗାଡିକୁ ପୂଜା କରି ନାହିଁ। ଖ୍ରୀଷ୍ଟିଆନ କୁଆଡେ ପୂଜା କଣ କରିଛି, ତାର ଗାଡି ନେଇକି ପୂଜା ରଖି ଲେମ୍ବୁ ଆଉ ଲଙ୍କା ବାନ୍ଧିକି ପଳେଇଦେଲା। ଲେମ୍ବୁ ଲଙ୍କା ଗାଡିରେ ବାନ୍ଧୁଛି ନା ପୋଖରୀରେ ବାନ୍ଧୁଛି? ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଯୋଉଟା ଖାଇବା କଥା, ଲକ୍ଷ ଲକ୍ଷ ଲେମ୍ବୁ ଖାଇଲେ କ୍ଷୀର ଢଳା ହଉଛି। ଲୋକ ଭାବୁଛନ୍ତି କଣ, ମୁଁ ଲଣ୍ଡା ହେଇଗଲେ ପୁଣ୍ୟ ହେଇଯିବ। ଲଣ୍ଡା ହେଲେ ପୁଣ୍ୟ ନାହିଁ, ତମର ଚୁଟି ନେଇ ବେପାର କରି ବିଦେଶକୁ ତମେ ଚୁଟି ଯାଉଛନ୍ତି କି ହଉଛି, ସେଟା ଯଦି ଆପଣ ଜାଣିବେ ନା ଆଶ୍ଚର୍ଯ୍ୟ ହେବେ। ସେମାନେ ଲମ୍ବା ଲମ୍ବି ହିଁ ଆସୁଛନ୍ତି। ମୁଁ ଥରେ ବିଜୟନଗରରେ ମୁଁ ଆସୁଛି କଟକାରକୁ, ରାତି ଅଧରେ ବସେ ପୁରା 8 ଦଶଟା ଲମ୍ବା ଲମ୍ବି ଚୁଟିଗଲେ, ପୁରା ଲଣ୍ଡା, ବାପା ଲଣ୍ଡା, ମା ଲଣ୍ଡା, ଲଣ୍ଡା। ଉପରେ ମୁଁ ସେଇ ଉପରେ କହିଲେ କଣ, ଖାଲି ମୁଣ୍ଡ ବସିଛି, ଖାଲି ଖାଲି ଗ୍ରାଉଣ୍ଡ ଭଳିଆ ଦେଖାଉଛି, ସବୁ ପଶିଲେ। କୁଆଡେ ଯାଇଥିବ, ନାଇଁ ମାଙ୍କୁ ଚୁଟି ଦେବାକୁ ଯାଇଥିବ, କୋଉ ମା ଚୁଟି ଖାଇବେ? ମତେ କୁହନ୍ତୁ, କୋଉ ଭଗବାନଙ୍କୁ ଚୁଟି ପସନ୍ଦ ଲାଗିବ? ଆପଣଙ୍କୁ ପସନ୍ଦ ଲାଗିବ? ଆପଣଙ୍କ ଭାତରେ ବା ଜଳଖିଆରେ ବା ଡାଲିରେ ବା ମାଂସରେ ବିରିୟାନୀରେ ମତେ ଟିକେ ଖାଇବେ,
ଆୱାରନେସ୍ କରିବା ପାଇଁ ଅନେକ ପୁଅ ଝିଅମାନେ ଉଦ୍ଧାର ପ୍ରାପ୍ତ ହେଇଛନ୍ତି। ବାପା ମା କଣ କରୁଛନ୍ତି ଯୀଶୁକୁ ବି ମାନେ ଯୀଶୁକୁ ବି ମାନେ କିନ୍ତୁ ପୂଜା ବି ଟିକେ କରିବେ, ସେଇଟା ବି ଟିକେ କରିବେ, ସେଇଟା ବି ଟିକେ କରିବେ, ସେଇଟା ବି ଆସୁଛି ନା। ପ୍ରିୟ ଭାଇ ଭଉଣୀ ମାନେ କମ୍ପ୍ରୋମାଇଜ ନାହିଁ। ଖ୍ରୀଷ୍ଟିଆନ ଜୀବନରେ ସାଲିସ ଥାଏ। ପ୍ରୋଗ୍ରାମ ଅନୁଗ୍ରହ କରନ୍ତି କଥା ବୁଝିବା ପାଇଁ। ତାପରେ ଆଉ ଗୋଟେ ବିଷୟ ମୋ ପ୍ରିୟ ଭାଇ ଭଉଣୀ, ଆପଣ ପ୍ରଭୁଙ୍କୁ ବିଶ୍ୱାସ କରୁଥିବାରୁ ଆଉ ଗୋଟେ ବିଷୟ ହୁଏ ତୃତୀୟ ବିଷୟ ଉଦ୍ଧାର ପ୍ରାପ୍ତ ହେଲା ପରେ ଚାହୁଁ ଯେ ଆମେ ଭୁଲ ନ କରିକି ଦଣ୍ଡିତ ହେଇ, ମାନେ ଆପଣ ଭୁଲ କରିନଥିବେ କିନ୍ତୁ ଆପଣ ପନିଶମେଣ୍ଟ ପାଇବେ। এইটা উদ্ধার আমি হয়তো প্রভু ମୁଁ ତୁମକୁ ବିଶ୍ୱାସ କଲି ଉଦ୍ଧାର ପାଇଲି ମତେ କାହିଁକି ନା ଏମିତି ହଉଛି। ପ୍ରଭୁ କହିବେ ହେ ମୋର ବାବୁ ମୁଁ ବି ଭୁଲ ନ କରିବାକୁ ଦଣ୍ଡ ପାଇବି। କିନ୍ତୁ ଭୁଲ କରିକି ତ ସେରେ ଭୁଲି ନାହାନ୍ତି। ଭୁଲ ନ କରିକି କିଛି ଦୋଷ ନଥିଲା ଆପଣ ମଧ୍ୟ ପନିଶମେଣ୍ଟ ପାଇବେ କିଛି ଭୁଲ ନ କରିକି। ଆପଣଙ୍କ ପ୍ରମୋସନ ଶକ୍ତି ରହିଥିବ, ଆପଣଙ୍କ ପିଲାକୁ ଭଲ ମାର୍କ ଦିଆଯିବ ନାହିଁ, ଆପଣଙ୍କ ଟାଇମଲି ଦରମା ଦିଆଯିବ ନାହିଁ, ଆପଣ ଯେମିତି ଜାଗାରେ ଟ୍ରାନ୍ସଫର କରିବେ ଯୋଉଠି କଷ୍ଟ ପାଇବେ ଆପଣ। ପ୍ରିୟ ଭାଇ ଭଉଣୀ ମାନେ ଆଜିର କଥାରେ ଜଗତରେ କଣ ବୋଲି କହୁଛନ୍ତି ମାଇଟ୍ ଇଜ ରାଇଟ୍ ବୋଲି। କଣ ମାଇଟ୍ ଇଜ ତାକୁ ଓଡ଼ିଆରେ କଣ ବୋଲି କହିବ ଯୋର ଯାର ମୂଲକ ଯୋର ଯାର ମୂଲକ ଚାଷ। ମୋର ପ୍ରିୟ ମାନେ ଏଇଠି ସେଇଟା ଚାଲେ। ତ ଆପଣ କଣ କରିବେ ମନ ରଖି ତାକୁ ଉଦ୍ଧାର ପ୍ରାପ୍ତ ହେଇଛନ୍ତି। ଏଇ ଜଗତରେ ଆପଣ ପ୍ରକାରରେ ଦଣ୍ଡ ପାଇବେ। ପ୍ରକାରରେ ଆପଣଙ୍କ ଲାଇଫ କେବଳ ମନ ରଖିଥାନ୍ତି କିଛି ଭୁଲ କରି ନାହିଁ। ହଠାତ୍ ଆପଣଙ୍କୁ ସସ୍ପେଣ୍ଡ ଲେଟର ଆସିଯିବ, ହଠାତ୍ ଆପଣଙ୍କ ବିରୁଦ୍ଧ ଜ୍ଞାନ ଅଭିଯୋଗ ଆସିବ। ଏଇଟା ମନ ରଖିଥାନ୍ତି ଆଗାମୀ ସମୟ ପାଇଁ। ଖ୍ରୀଷ୍ଟିଆନ ମାନଙ୍କ ଜନ୍ମ କୁଣ୍ଡଳୀ ବନାଇ ସାରିଛନ୍ତି। କିଛି ନା କିଛି ଆଗାମୀ ସମୟରେ ଘଟିବ। ଆପଣ ୱରିଡ୍ ହୁଅନ୍ତୁ ନାହିଁ। କାହିଁକି ଯୀଶୁଙ୍କ ସହିତ ମଧ୍ୟ ତାଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତେ ମିଶିକି ଗୋଟେ ମେଳି କରିକି ପ୍ଲାନ୍ ବନେଇଲେ ଆପଣଙ୍କ ଲାଇଫରେ ବି ହବ। ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ କେତେଟା ବିଷୟରେ ଆଭାସ ପାଇସାରିଲେଣି, ସେଇ ବିଷୟ ଗୁଡାକ ଆଗାମୀ ସମୟରେ ଘଟିବା। ପ୍ରଭୁ ମାନଙ୍କୁ ପରିବେଶ ଗୀତ ସଂହିତା ତାର 37 ମଧ୍ୟ ପଢନ୍ତୁ। ଏ ଦିଟା ପଦ ମନେ ରଖିଥିବେ ପ୍ରିୟ ଭାଇ ଭଉଣୀ ମାନେ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଏ ବାକ୍ୟକୁ ବୁଝିବା। ପ୍ରିୟ ଭାଇ ଭଉଣୀ ମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଆମମାନଙ୍କୁ ସୁନ୍ଦର ସୌଭାଗ୍ୟ ଦେଇଛନ୍ତି ଏଇଟା ବୁଝିବା। ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି এই କଥା ବୁଝିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେ ଆପଣ ଭୁଲ ନ କରିକି ଆପଣ ଦଣ୍ଡିତ ହେବେ, ଆପଣ ଭୁଲ ନ କରିକି କଷ୍ଟ ପାଇବେ। ତ ଆପଣ ବିଚଳିତ ଜମାରୁ ହୁଅନ୍ତୁ ନାହିଁ, ଆପଣ ଜମାରୁ ବିଚଳିତ ହୁଅନ୍ତୁ ନାହିଁ। ଯେ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଜିର ବାକ୍ୟ ଶୁଣିବା ସମୟରେ ଆପଣ ଜୀବନକୁ ଆମେ ଆପଣ ଭୁଲ ନ କରିକି କଷ୍ଟ ପାଇବେ। ଭାଇ ଭଉଣୀ ମାନଙ୍କୁ ଦୟା କରନ୍ତୁ, କାହିଁକି ଆମେ ମାନେ କଷ୍ଟ ସହିବା ପାଇଁ ପ୍ରଭୁ ଆମକୁ ଡାକିଛନ୍ତି। ସେମିତି କଷ୍ଟ ଭୁଲ ନ କରିକି କଷ୍ଟ। ଫିଲିପିଓ ତାର 1:29 ଆପଣ ପଢିବେ ଜାଣିପାରିବେ ଯେ ଆମେ କଷ୍ଟ ସହିବା ପାଇଁ ଆଉ କରି ଖ୍ରୀଷ୍ଟିଆନ ହେବା ସକାଶେ ପ୍ରଥମ ପିତର 4:17 ଲେଖା ଯାଉଛି ଯଦି ଖ୍ରୀଷ୍ଟିଆନ ହେବା ସକାଶେ କଷ୍ଟ ପାଉଛନ୍ତି ବିଚଳିତ ହୁଅନ୍ତୁ ନାହିଁ, ଭୟଗ୍ରସ୍ତ ହୁଅନ୍ତୁ ନାହିଁ। ବର୍ତ୍ତମାନ ନିରୁତ୍ସାହିତ ହୁଅନ୍ତୁ ନାହିଁ। ଯଦି ଆପଣଙ୍କ ବିବେକ ସଫା ଅଛି, ଯଦି ଆପଣ ଠିକ ଅଛନ୍ତି, ପ୍ରଭୁରେ ଚାଲୁଛନ୍ତି, ପ୍ରଭୁରେ ଅଛନ୍ତି, ଆପଣଙ୍କ ଲାଇଫରେ ଦୂରେଇ ପରିସ୍ଥିତି ଆସୁଛି, ଆପଣ ଜମାରୁ ଆପଣ ନିରୁତ୍ସାହିତ ହୁଅନ୍ତୁ ନାହିଁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ପ୍ରିୟ ଭାଇ ଭଉଣୀ ମାନେ। ଯଦି ଆପଣ ଦେଖିବେ ଗୋଟେ ପଦ କରନ୍ତୁ ମୋ ସହିତ ଉଦାହରଣ ପରେ ନିରୁତ୍ସାହତା ଆସିବା ଏଇଟା ସ୍ୱତନ୍ତ୍ର ବିଷୟ କହୁଛି।
13 14 ତ ନାହିଁ 13 ସେଇଟା। ହଁ ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ ଆପଣଙ୍କ ଲାଇଫରେ କଷ୍ଟ ରହିଥିବ, ସମସ୍ୟା ରହିଥିବ, ଦୁଃଖ ରହିଥିବ, ନୈରାଶ୍ୟ ରହିଥିବ, କିନ୍ତୁ କଣ ଈଶ୍ୱରଙ୍କ ପ୍ରେମ ଆପଣଙ୍କ ସହ ରହିଥିବ। ପ୍ରିୟ ଭାଇ ଭଉଣୀ ମାନେ ଈଶ୍ୱରଙ୍କ ପ୍ରେମ ଆପଣଙ୍କ ସହ ରହିଥିବ, ଖ୍ରୀଷ୍ଟଙ୍କର ଅନୁଗ୍ରହ ଆପଣଙ୍କ ସହ ରହିଥିବ, ଆଉ ପବିତ୍ର ଆତ୍ମାଙ୍କ ସହଭାଗିତା ରହିଥିବ। ତିନିଟା ବିଷୟ ମନେ ରଖିବେ। ଏ ତିନିଟା ବିଷୟ ରହିଥିବ ଆପଣଙ୍କ ସହ। ଯଦି ଆପଣ କଷ୍ଟ ଦେଇ ଯାଉଛନ୍ତି, ନିରୁତ୍ସାହିତ ଯଦି ଯାଉଛନ୍ତି, ତାର ଖ୍ରୀଷ୍ଟିଆନ ଅନେକ କୁହନ୍ତି ଯୀଶୁଙ୍କୁ ଗ୍ରହଣ କଲେ ପ୍ରୋବ୍ଲେମ ସରିବ ନାହିଁ, ହୁଏତ ଆରମ୍ଭ ହେବ। ଅନେକ ଲୋକ ଆଜ୍ଞା ମୁଁ ବିଶ୍ୱାସ ହେଲା କିନ୍ତୁ କଷ୍ଟ ଆସୁଛି, ପ୍ରଭୁକୁ ଜାଣିଲା କିନ୍ତୁ କଷ୍ଟ ଆସୁଛି ଆଜ୍ଞା, ପ୍ରଭୁକୁ ନ ମାନିବା ସମୟରେ ମୋ ସ୍ୱାମୀ ଭଲ ଥିବେ ଆଜ୍ଞା, ମୋ ପ୍ରଭୁକୁ ଜାଣିଲା କିନ୍ତୁ ମୋ ସ୍ୱାମୀ ମୋ ଖାଇ ଦେଖି ନାହିଁ, ଏ ତ ଖାଲି ପ୍ରାର୍ଥନା କରୁଛି, ଏ ତ ଖାଲି ବାଇବଲ ପଢୁଛି, ଏ ଖାଲି ଏମିତି ଇଏ ତ ଜାଗତ ମାନ ଭାଇ ଭଉଣୀ ମାନେ ମୁଁ ଆପଣ କହିବା ପାଇଁ ଚାହେଁ ଯେ ସରକାର କଣ କରୁଛି ଆମର ଲାଇଫରେ ଏଇ ସମସ୍ୟା ଆଣୁଛି। ଆପଣ ନିରୁତ୍ସାହିତ ହୁଅନ୍ତୁ ନାହିଁ। କାହିଁକି କହୁଛି ଆପଣ ମାନଙ୍କୁ ପିତାଙ୍କର ପ୍ରେମ ରହିଛି ଆପଣଙ୍କ ସହିତ। କେହି ଆପଣଙ୍କୁ ପ୍ରେମ କରିନପାରନ୍ତି, ହୁଏତ ଆପଣଙ୍କ ପ୍ରେମ ଭାଇ କରୁନାହାନ୍ତି, ମା କରୁନାହାନ୍ତି, ସ୍ୱାମୀ କରୁନାହାନ୍ତି, କିନ୍ତୁ ପିତାଙ୍କର ପ୍ରେମ ରହିଛି। ଆପଣଙ୍କୁ କେହି ଦୟା କରୁନାହାନ୍ତି, କିନ୍ତୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଅଛି। ଆପଣଙ୍କ ସହିତ କଷ୍ଟ ସମୟରେ କେହି ଠିଆ ହଉନାହାନ୍ତି, ଅଭାବ ସମୟରେ କେହି ଠିଆ ହଉନାହାନ୍ତି, କଷ୍ଟ ସମୟରେ କେହି ଠିଆ ହଉନାହାନ୍ତି, କିନ୍ତୁ ପବିତ୍ର ଆତ୍ମାଙ୍କର ସହଭାଗିତା ଆପଣ ପାଇବେ। এইটা মনে রক্ষে তিনটা বিষয় মনে রক্ষে ভাবো। খালি আমি ভাবছি কଣ ନାଇଁ ସେତେ ଆଶୀର୍ବାଦ ସେଇଥିପାଇଁ ଯେ ପିତାଙ୍କ ପ୍ରେମ ଆପଣଙ୍କ ସହିତ ରହିଛି, ଖ୍ରୀଷ୍ଟଙ୍କ ଅନୁଗ୍ରହ ରହିଛି, ପବିତ୍ର ଆତ୍ମାଙ୍କ ସହଭାଗିତା ରହିଛି। ଏଇଟା ଆପଣଙ୍କୁ କହିବା ପାଇଁ ମଧ୍ୟ ମାନେ ସେଇ ପ୍ରିୟ ଭାଇ ଭଉଣୀ ମାନେ ଖ୍ରୀଷ୍ଟିଆନ ଜୀବନରେ ଉତ୍ଥାନ ପତନ ଥାଏ। ଉତ୍ଥାନ ପତନ ଦେଇ ଯିବା ପାଇଁ ପଡିବ। ଢେଉ ଆସେ, ଲହରୀ ଆସେ, ସବୁବେଳେ ସମାନ ନଥାଏ। ପ୍ରିୟ ଭାଇ ଭଉଣୀ ମାନେ ପଇସା ଆସେ, ପଇସା ଯାଏ, ସୁସ୍ଥତା ଥାଏ, ରୋଗ ଆସେ, ସକାଳ ଆସେ, ସନ୍ଧ୍ୟା ବି ଆସେ, ଦିନ ଆସେ, ରାତି ଆସେ କି ନାହିଁ ଆସେ। ଦିନ ଭଲ ନା ରାତି ଭଲ? କବିତା చెప్పండి, ଦିନ ଭଲ ନା ରାତି ଭଲ? ଦିନ ବି ଭଲ, ରାତି ବି। ଯଦି ରାତି ନଥାନ୍ତା କେମିତି ଥାନ୍ତା? ଦିନ ପରେ ରାତି ଆସେ, ରାତି ପରେ ଦିନ ଆସେ, ସୁଖ ଦୁଃଖ ଲାଗିକି ରହିକି ଚାଲିଥିବ, ସେ ପୁଣିଥିବ ମଧ୍ୟ ମାନେ ଏଇଟା ଆପଣ ମରିଥିବ। କିନ୍ତୁ ଦୁଃଖ ଆସିବା ସମୟରେ ଆପଣ କେମିତି ହଉଛନ୍ତି, ଟେନସନ କେମିତି ହଉଛନ୍ତି ଆପଣ ପରେ କରିପାରିବେ। ଜୁନସ ପୁସ୍ତକରେ ଜୁନସ 4 ପର୍ବ ତାର 5 ଦିନ ପରେ ପଡିବେ। ଜୁନସ 4 5 ଦିନ ଯଦି କଲେ ଆପଣ ଜାଣିପାରିବେ କଥାରୁ ନେତା ସକାଶେ ଜୁନସ କହୁଛି ମୋର ବଞ୍ଚିବା ଅପେକ୍ଷା ମୋର ମରିବା। ମାନେ ଭାବିବେ ଯଦି କେତେଟା ଭାବବାଦୀ ଖାଇକି এটা ବିପି ମୁଣ୍ଡା ଭାବବାଦୀ ପୁରା ଖାଇକି ଭାବ ମେଡିସିନ କାମ ଦଉନଛି। ମାନେ ପ୍ରଭୁ ରକ୍ଷା କଲାରୁ କଣ କରୁଛି, ମୁଁ ଜାଣିଥିଲି ବୋଲି ପ୍ରଭୁଙ୍କୁ ଗୋଟେ କ୍ଲାସ ହେଇଯାଉଛି। ତାପରେ କଖାରୁ ଲୋକ ଶୁଖିଗଲାରୁ କଖାରୁ ଲୋକ ହେଇଗଲାରୁ ଖୁସି ଯାହା ହଉ ମତେ ଖରାପ ଆସିବ ବୋଲି ପ୍ରଭୁ କଖାରୁ ଲୋକ କରିଦେଲେ ବୋଲି ଭାବୁ। ତାପରେ କଖାରୁ ଲୋକ ଶୁଖିବାରୁ ମୋର ବଞ୍ଚିବା ଅପେକ୍ଷା ମୋର ମରିବାଟା ବଢେ। କିନ୍ତୁ ମୋର ପିଲାମାନେ ସେଇ କଥା ଯଦି ଆପଣ ଆଇବଙ୍କ ଚିତ୍ର ଦେଖି ଆଇବ 1 ପର୍ବ 21-22 ସେ କଣ କରୁଛନ୍ତି, ସଦାପ୍ରଭୁ ଦେଲେ, ସଦାପ୍ରଭୁ ନେଲେ, ସଦାପ୍ରଭୁଙ୍କ ନାମରେ ଧନ୍ୟ ହଉ। ଏଇଟା ନୁହେଁ ସଦାପ୍ରଭୁଙ୍କ ମଙ୍ଗଳ ନେବା ଅମଙ୍ଗଳ ନେବା ନାହିଁ। ଖ୍ରୀଷ୍ଟିଆନ ଲାଇଫରେ ଜାଣିଥାନ୍ତୁ ଏଇଟା ଆପଣଙ୍କ ଲାଇଫରେ ଚାଲିଥିବ। ତାପରେ ପଞ୍ଚମ ବିଷୟ ଉଦ୍ଧାର ପ୍ରାପ୍ତ ହେଲା ପରେ ଆଉ ଗୋଟେ ଟେନସନ ଆସେ। ବାହାରୁ ତ ତାଡ଼ନା ଆସେ, ବାହାରୁ ନିନ୍ଦା ଆସେ, ବାହାରୁ ଅପମାନ ଆସେ, ଲୋକ ଘୃଣା କରନ୍ତି, ସାଲିସ କରିବା ପାଇଁ କୁହନ୍ତି, ନିରୁତ୍ସାହିତ ଆସେ। ତା ସହିତ କଣ ଆସେ ଖ୍ରୀଷ୍ଟିଆନ ଜୀବନରେ ଗର୍ବ ବି ଆସେ। ଉଦ୍ଧାର ପ୍ରାପ୍ତ ହେଲା ପରେ ପଞ୍ଚମ ବିଷୟ ଗର୍ବ ଆସେ। ଗର୍ବ ଆସେ। ଲୁସିଫରର ସମସ୍ୟାର କାରଣ କଣ ହେଲା? ଗର୍ବ। ତାକୁ ଆଗେଇ ପ୍ରଭୁ ବଡ ଜାଗା ରଖିଛନ୍ତି, କିନ୍ତୁ ତାର ଗର୍ବ କହିଲେ ନ ସେ ବହୁତ ଗର୍ବ। ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ଇଭେନ ଆମର ଲାଇଫ ଗୁଡାକ ମତେ ବେଳେ ବେଳେ ଗର୍ବ ପଳେଇ ଆସେ, ଆଉ ତାହା ହିଁ ଆମ ସମସ୍ୟାର କାରଣ।
ଗର୍ବ ପଳେଇ ଆସିବ। ପ୍ରଭୁଙ୍କ ଦାସ କହୁଥିଲେ ନୃସିଂହ ବିଷୟରେ ତାର 28 ପର୍ବ 11ରୁ 19 ପଦ ପର୍ଯ୍ୟନ୍ତ ଯିଏ 28 11 19 ଆମକୁ କହୁଥିଲେ। ତ ଗର୍ବ କୋଉଠି ଆସେ ମୋର ପ୍ରିୟ ମାନେ? ଜ୍ଞାନ ପାଇଁ ଗର୍ବ ଆସେ, ବଳ ପାଇଁ ଗର୍ବ ଆସେ, ଧନ ପାଇଁ ଗର୍ବ ଆସେ। ଜିରିମିୟା 9 ପର୍ବ ତାର 23-24 ଲେଖା ହଉଛି। ଜିରିମିୟା 23-24 ଦେଖୁଛୁ ଗର୍ବ ଚିନ୍ତା ମାନେ ଗର୍ବ ଆସେ। ପ୍ରଭୁ ଜ୍ଞାନ ଦେଇ ଦିଅନ୍ତି, ପ୍ରଭୁ ପ୍ରତିଷ୍ଠା ଦେଇ ଦିଅନ୍ତି, ପ୍ରଭୁ ଧନ ଦେଇ ଦିଅନ୍ତି, ଲୋକମାନଙ୍କୁ ଗର୍ବ ଆସେ। ଇଭେନ୍ ପ୍ରଚାରକ ମାନଙ୍କର ବି ଆସେ। ଜ୍ଞାନ ଯେତେବେଳେ ପ୍ରଭୁ ଦେଇ ଦିଅନ୍ତି, ପ୍ରତିଷ୍ଠା ଯେତେବେଳେ ଦେଇ ଦିଅନ୍ତି, ଧନ ଯେତେବେଳେ ଦେଇ ଦିଅନ୍ତି, ଗର୍ବ ଆସିଯାଏ। ପ୍ରଭୁ ଆମମାନଙ୍କୁ ଅନୁକୂଳ କରନ୍ତି। ଆମମାନଙ୍କର ଗର୍ବ କଣ କରିଥାଏ? ସେମାନଙ୍କର ଗର୍ବ ତାଙ୍କର ଫେସ୍କୁ ନେଇ ଗର୍ବ। ମୋର ଭଳିଆ ଗୋରା କିଏ ଅଛନ୍ତି? ମୋର ଭଳିଆ ଚେହେରା କିଏ ପାଇଛନ୍ତି? ଆମର 5 ଭଉଣୀ ଭିତରେ ମୋର ଚେହେରା ଗୋରା, ଫେସ୍କୁ ନେଇ ଗର୍ବ। ଦେଖିବେ ଫଟୋ ଯଦି 4-5 ଜଣ ମିଶିକି ଉଠେଇଥିବେ, ସେ ଖାଲି ତାର ଫଟୋକୁ ବଡ କରିକି ଦେଖିଥିବେ କେମିତି ଦେଖାଯାଉଛି। ଆଉ ତା ଭଉଣୀ ଅଛି, ଆଉ ଗୋଟେ ବଡ ଭଉଣୀ, ଗୋଟେ ସାନ ଭଉଣୀ, ଗୋଟେ ମଝିଆ ଭଉଣୀ, ତାର ଫଟୋକୁ ବଡ କରୁଛି, ତାର ଫେସ୍। ତାପରେ ବଂଶକୁ ନେଇ କରୁଛୁ। ବଂଶ ଦେଖନ୍ତୁ, ଆମର ଓଡିଶାର କଥା ଦେଖିବେ, ଆମର ସାହିତ୍ୟରେ ଗର୍ବ, ସାହୁ ପଡା, ମହାନ୍ତି ପଡା, ଆମ ସବୁଗୁଡା ଅଛି ନା ଦେଖିବା ପଡେ। ମାନେ ବେହେରା ଗଳି, ଆମର ବେହେରା ଗଳି ଅଛି ହେଲା, ବେହେରା ଗଳି, ପଣ୍ଡା କଲୋନୀ, ସାହୁ ପଡା, ପାତ୍ର ପଡା, ଏଇଠି ପାତ୍ର ମାନେ ରହୁଛି। ଆମର ଯଦି ବଲାଙ୍ଗୀରରେ ପଳେଇବେ, ଆଜ୍ଞା ଏଇଟା ଖାଲି ବାଘ ମାନ ରହୁଛି। ଆଜ୍ଞା ଇଆଡେ ନାଗ ମାନ ରହୁଛନ୍ତି। ଆଜ୍ଞା ଆମର ସାଇଡରେ ସବୁ ବାଘ, ଆଜ୍ଞା 2-3ଟା ଖାଲି ବାଘ ଅଛନ୍ତି। ଆଉ ସେ କଣ ଆଜ୍ଞା ଆମ ସାଇଡରେ ନାଗ, ଆଜ୍ଞା ଖାଲି 2ଟା ଖଣ୍ଡେ ବାଘ ଅଛନ୍ତି। କିଏ ନାଗ ବୋଲି କରିବ, କିଏ ବାଘ ବୋଲି କରିବ। ପ୍ରିୟ ଭାଇ ଭଉଣୀ ମାନଙ୍କୁ ଅନୁଗ୍ରହ କର। ଥରେ ଗୋଟେ ସ୍ୱାମୀ ସ୍ତ୍ରୀ ଝଗଡା ହଉଛନ୍ତି। ସେ ସ୍ୱାମୀଟା କହୁଛି ତା ସ୍ତ୍ରୀ ପାର୍ଟି ବନ୍ଦ କର, ପାର୍ଟି ବନ୍ଦ। ମୁଁ କହୁଛି ଦୟାଳୁ ବାଘ। କି ବାଘ? ଦୟାଳୁ ବାଘ। ମୋ ସ୍ଥାନରେ ବାଘ କେବଳ ଦୟାଳୁ ହେଲା? ବାଘ ଦୟାଳୁ? ତାର ସ୍ତ୍ରୀ କହୁଛି ପାର୍ଟି ବନ୍ଦ କର, ମତେ ପାର୍ଟି ବନ୍ଦ କର। ମୁଁ ବି ଶାନ୍ତି ନା ବୋଲି କହୁଛି। ଶାନ୍ତି ନା, ଏ ଦୟାଳୁ ବାଘ। ଆମେ କଣ କରୁଛୁ? ଗର୍ବ କରୁଛୁ। ଆମର ବେଳେ ବେଳେ ଗର୍ବ ଆସେ ଗୋଟେ ଜାଗା। ଆମର ସହର ଭଳିଆ ଅଛି, ଆମର ଏମିତି ଅଛି, ସମସ୍ତ ଜାଗାକୁ ବି ଗର୍ବ। ଆହୁରି ଭଉଣୀ ମାନେ କହିବା କଥା ଭାଇ, ସେ ପୋଷ୍ଟକୁ ନେଇ ଗର୍ବ କରୁଛି, ସେ ରେସ୍କୁ ନେଇ ଗର୍ବ କରୁଛି, ସେ ପ୍ଲେସ୍କୁ ନେଇ ଗର୍ବ କରୁଛି, ସେ ଲେସ୍କୁ ନେଇ ଗର୍ବ କରୁଛି। ଲେସ୍ ବୋଲି କଣ? ନେକଲେସ୍। ସେଇ ଲେସ୍କୁ ନେଇ ଗର୍ବ କରୁଛି। ପ୍ରିୟ ମାନେ ଆହୁରି କେତେ ଆମର ଭଳିଆ ପ୍ରଚାରକ ମାନେ ଡ୍ରେସ୍କୁ ନେଇ ଗର୍ବ। ଡ୍ରେସ୍ ଅନୁଗ୍ରହ ପାଇବାର ଗର୍ବ। ପ୍ରିୟ ଭାଇ ଭଉଣୀ ମାନେ ଉଦ୍ଧାର ପାଇଲା ପରେ ମଧ୍ୟ ଅନେକଙ୍କ ଜୀବନରେ ଏ ଗର୍ବ ଆସିଛି। ଏଇଟା ଗୋଟେ ସମସ୍ୟା ଭାବରେ ଆମ ଜୀବନରେ ଆସୁଛି। ମାନଙ୍କୁ ସାହାଯ୍ୟ କରନ୍ତି। ଆଉ ମନେ ରଖି ତାଙ୍କୁ ପ୍ରିୟ ଭାଇ ଭଉଣୀ ମାନେ ଉଦ୍ଧାର ପ୍ରାପ୍ତ ହେଲା ପରେ ଲାଇଫରେ ଗୋଟେ ଅନିଶ୍ଚିତତା ରହିଛି, ଗୋଟେ ଅନିଶ୍ଚିତ ପରିସ୍ଥିତି ସବୁବେଳେ ରହିଥିବ। ଏଇଟା କିଛି ନିଶ୍ଚିତତା ନଥିବ, ସବୁ ବଦଳୁଥିବା ଆପଣଙ୍କ ଲାଇଫରେ। ଖ୍ରୀଷ୍ଟିଆନ ଲାଇଫ କେମିତି କଟାଯାଏ ମୋର ପ୍ରିୟ ମାନେ? ଖ୍ରୀଷ୍ଟିଆନ ଜୀବନ କେମିତି କଟାଯାଏ? ଦୃଶ୍ୟରେ ନୁହେଁ, ବିଶ୍ୱାସରେ। ତ ଗୋଟେ ଅନିଶ୍ଚିତତା ମଧ୍ୟରେ ବିଶ୍ୱାସରେ ଯିବା ପାଇଁ ପଡିବ। କଷ୍ଟ ମଧ୍ୟରେ ବିଶ୍ୱାସ ଆମେ ପ୍ରତିଦିନ ଅପେକ୍ଷା କରୁଛୁ, ସବୁ ମୋର ଲାଇଫରେ ଆଜି କିଛି ସକ୍ସେସ୍ କରିବେ। ଏଇ ବିଶ୍ୱାସରେ ଆମେ ବଲୁଛି ମଧ୍ୟ ପ୍ରଭୁମାନଙ୍କୁ ସାହାଯ୍ୟ କରୁ। ଯୀଶୁ କହୁଛନ୍ତି ଯେ ନ ଦେଖି ବିଶ୍ୱାସ କରୁ। ଜନ 20:29 କଣ ବୋଲି କହୁଛନ୍ତି? ଯେ ନ ଦେଖି ବିଶ୍ୱାସ। ଖ୍ରୀଷ୍ଟିଆନ ଲାଇଫଟା ଫେଥର ଲାଇଫଟା। ତ ଜୀବନରେ ଅନେକ ଉତ୍ଥାନ ପତନ ଥାଏ, ଅନେକ ଅନିଶ୍ଚିତ ଥାଏ। ତାରି ମଧ୍ୟରେ ପ୍ରିୟ ଭାଇ ଭଉଣୀ ମାନେ ଆମକୁ ବିଶ୍ୱାସରେ ଯିବା ପାଇଁ। ଏମିତି 11:8 କଣ ଲେଖାଯାଉଛି? ଅବ୍ରାହମ ନ ଦେଖି ସୁଦ୍ଧା ବିଶ୍ୱାସ। এইটা বিশ্বাস ସବୁ ଦେଖିବି କଣ ବିଶ୍ୱାସ? ସେଦିନ ପ୍ରଭୁ କଲେ ତୁମେ କଣ କର? ସମୁଦ୍ର ମଧ୍ୟରେ ଥାଅ। ସେମାନେ ସମୁଦ୍ର ମଧ୍ୟରେ ଚାଲିବା ଆରମ୍ଭ କଲେ। ବାଇବଲ କଣ କହୁଛି? ଗୀତ 77:19 ଗୀତ 77:19 କଣ ଲେଖାଯାଉଛି? ଯେ ଜଳ ମଧ୍ୟରେ ତାଙ୍କର ପଥ ଥିଲା, ତାଙ୍କର ପଦଚିହ୍ନ ଥିଲା। ଆମକୁ ଭାଇ ସେଇ ସ୍ୱାଦ କରିବା ପାଇଁ ପଡିବ। ହେ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇ ଦିନ ମାନଙ୍କରେ ଆପଣଙ୍କୁ ମତେ ସେଇ କଷ୍ଟର ସମୟ
ବଦଳିବ ଭାଇ ଭାଇ କହୁଥିଲେ ବିଶ୍ୱାସ କଥା କୁହ। ବେଳେବେଳେ କହୁଛୁ ନାଇଁ ଆଜ୍ଞା ଆଉ କିଛି ହବ ନାହିଁ ଆଜ୍ଞା, ସବୁ ସରିଗଲା, ସବୁ ବିନଷ୍ଟ ହେଇଗଲା, ସବୁ ଛାଡିଲା, ସବୁ ହେଇଗଲା ପରେ ସବୁ କେବେ ହେଇଗଲା। ମୁଁ ଭାବୁଥିଲି କମା ବୋଲିକି କି ପୁସ୍ତକ ଖୋଲୁଥିଲା ମୋର ପ୍ରିୟ ମାନେ ଆପଣଙ୍କ ଲାଇଫରେ ସବୁ କମା କରୁଛନ୍ତି। ଆପଣ ଭାବୁଛନ୍ତି ସରିଗଲା ଆଉ ହବନି, ମାନେ ସରିଗଲା ମାନେ ସୁସ୍ଥ ହେବେ ମାନେ ସୁସ୍ଥ, ପରିବାର ସୁସ୍ଥ, ମୋର ପିଲା ଏମିତି ସୁସ୍ଥ। ପ୍ରିୟ ଭାଇ ଭଉଣୀ ମାନେ ବ୍ୟବହାର କରୁ ବୁଝିବା ପାଇଁ ଯେ ଖ୍ରୀଷ୍ଟିଆନ ଲାଇଫଟା କେମିତି ଥାଏ। ଆଜି ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କ ସମ୍ମୁଖରେ କାହିଁକି ଏହା କହିବାର ମାନେ କଣ, ଅନେକ ସଭା ସମିତି ଆମେ ଯାଉ ସେଠି ଖାଲି କୁହନ୍ତି ସବୁ ବଦଳିଯିବ। ନାଇଁ ଏଇଟା ପୁରା ହେବ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ ପରିତ୍ରାଣ ପାଇକି ଘରେ ଗଲା ପରେ, ବାପ୍ତିସ୍ମ ନେଇକି ଘରେ ଗଲା ପରେ ଘରେ ଯୋଉ ଅବସ୍ଥା ଆସେ, ସାଇରେ ଯୋଉ ଉଦ୍ଧାର ପତନ ହୁଏ, ଯଦି ଉଦ୍ଧାର ପ୍ରାପ୍ତ ଲୋକ ଅଲଗା କଥା, ଯଦି ଉଦ୍ଧାର ପାଇନା। ଗତ ଦିନ ମାନଙ୍କରେ ଗୋଟେ ଝିଅଟା କୋଉଠୁ ଫୋନ କରିଥିଲେ, ସେ ଫୋନ କରୁଛନ୍ତି ତାଙ୍କୁ ଦିନ 5ଟା ନା 11:30 ବେଳକୁ ବାପା ମା ବିଷ ଦେଇଛି, ସେ ଝିଅ ଜାଣିନାହିଁ। ସେ କହୁଛି ମତେ ବାନ୍ତି ଲାଗୁଛି, ମୁଣ୍ଡ ଘୁରୁଛି, ଏମିତି ଲାଗୁଛି ବୋଲି ସେ 2:45 ଫୋନ କଲା ଆଉ କହୁଛି ଅଙ୍କଲ ମତେ ବିଷ ଦେଇଛି। ମୁଁ କହିଲି କିଏ ବିଷ ଦେଇଛି? ସେ କହୁଛି ମୋ ବାପା ପାଇଁ ବିଷ ଦେଇଛି। କଣ ପାଇଁ? ଆମର ପରିବାର ମୁଁ ଆଗେ ଜଣେ ପ୍ରକୃତ। ମୁଁ କହିଲି ଶୀଘ୍ର ଡକ୍ଟର ପାଖକୁ ଯା। ଅଙ୍କଲ ଆମର ଘର ଡକ୍ଟରଖାନା ବହୁତ ଦୂର, ଆପଣ ଖାଲି ପ୍ରାର୍ଥନା କରୁଛନ୍ତି, ଆପଣ ପ୍ରାର୍ଥନା କରୁଛନ୍ତି ମୁଁ ଭଲ ହେଇଯିବି। ମତେ କେମିତି ଲାଗୁଛି ପ୍ରାର୍ଥନା କର କିଏ ବିଷ ଦେଲା? ମୋର ବିରୋଧୀ ଲୋକ ଦେଲେ, ପରିବାର ଶତ୍ରୁ ହବ, ପ୍ରିୟଜନ ଶତ୍ରୁ ହବ ମଧ୍ୟ ଭାଇ। এইটা আপনার মনে রক্ষে তার উদ্ধার প্রাপ্ত ହେଲା ପରେ ଆପଣଙ୍କ ଜଗତରେ ଆପଣଙ୍କ ଶକ୍ତି ହେଇଛି। ତାପରେ କଣ ହେବ ପ୍ରିୟ ମାନେ, ସାଲିସ କରିବା ପାଇଁ ଆଶା ଆସିବ, ସାଲିସ କରିବା ପାଇଁ, ସାଲିସ ସାଲିସ କରିପାରିବ ନାହିଁ। ତାପରେ କଣ ଆସିବ ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଭୁଲ ନ କରିକି ଭୁଲ ସକାଶେ ଦଣ୍ଡିତ, ଭୁଲ କରିନା। ତାପରେ ଆପଣ ଜୀବନରେ ନିରୁତ୍ସାହ ଆସିବ, ନିରୁତ୍ସାହ ଯାହା କଲେ ବି ଅପମାନ, ଯାହା ଭଲ କଲେ ବି। ଦେଖନ୍ତୁ ଭଉଣୀ ମାନେ ଏତେ ରାନ୍ଧି ଶାଶୁମାନଙ୍କୁ ଖୁଆଉଛନ୍ତି, କେବେ ଟିକେ ଭଲ ବୋଲି କହୁଛନ୍ତି ନାଇଁ, ରୋଟିଟା ଟାଣ ହେଇଗଲା, ଶୁଖିଗଲା, ତେଲ ହେଇଗଲା, ଚିକେନଟା ବେଶୀ ସିଝିଗଲା, ନ ସିଝିଲେ କଟା କଟା, କେବେ କହିବେ ରାଗ ହେଇଗଲା, କେବେ କହିବେ ପାଟିକୁ ରୁଚୁ ନାହିଁ, କେବେ କହିବେ ଲୁଣ ଅଧିକ ହେଲା, କେବେ କହିବେ ଲୁଣ ଲାଗୁନାହିଁ, ଚାରେ ଚିନି କରିଥିଲେ କଷ୍ଟ, ବେଶୀ ଚିନି ପକାଇଲେ କଣ କହୁଛନ୍ତି ଶାଶୁମାନେ, କହିଲ ତୁ ଭାବୁଛୁ ବୁଢୀକୁ ଚିନି ଦେଇକି ମାରିଦେବି ବୋଲିକି? ନାଇଁ ମା ମୋର ଯଦି ଖାଲି ଚିନି ପଡିଗଲା, ତାପରେ ନେକ୍ସଟ ଦିନ ଚିନି କମାଇଦେଲେ କଣ ବୋଲି ରହିଲ, ଚିନି କାହିଁକି କମାଇଲୁ? ମୋର ପୁଅକୁ ଆଣୁଛି କଣ ତ ବାପା ଗଲା, ହେଲେ ଚିନି ପକାଇଲେ ଭଲ, ନ ପକାଇଲେ ଭଲ। ପ୍ରିୟ ଭାଇ ଭଉଣୀ ମାନେ କହିବା ପାଇଁ ଚାହେଁ, ଭଲ କରି ମଧ୍ୟ ଉତ୍ସାହ କଥା ନାହିଁ। ସ୍ୱାମୀ ମାନେ ଉତ୍ସାହ କଥା କହୁଛନ୍ତି କି ନାହିଁ? ଉତ୍ସାହ ନାହିଁ। ସ୍ତ୍ରୀ ମାନେ ଉତ୍ସାହ କଥା ଉତ୍ସାହ ନାହିଁ, ନିରୁତ୍ସାହର କଥା ହିଁ କୁହନ୍ତି। ତ ପ୍ରିୟ ଭାଇ ଭଉଣୀ ଏଇଟା ଉଦ୍ଧାର ପ୍ରାପ୍ତ ହେଲା ପରେ ଆସେ, ଜୀବନରେ ଉତ୍ଥାନ ପତନ ଆସେ, ସମାନ ମତେ ମନେ ରଖିଥାନ୍ତି। ହୁଏତ ଆପଣ ପ୍ରଭୁରେ ଆସିଲା ପରେ ସାଙ୍ଗେ ସାଙ୍ଗେ କିଛି ମିଳିଗଲା, କିନ୍ତୁ ପରବର୍ତ୍ତୀ ସମୟରେ ଯାଇ ବି ପାରେ, ଆଜି ପାଇଛନ୍ତି କାଲି ଘରେ ବି ପାରନ୍ତି। ଯଦି ସେମିତି ଏତିକି ନଥିବ ଯୁବ ସମୟରେ ପାଟି କରିବ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ପ୍ରିୟ ମାନେ। ତାପରେ କଣ? ଗର୍ବ ଆସେ, ଉଦ୍ଧାର ପାଇଥିବାର ଗର୍ବ। ଥରେ ଜଣେ ଲୋକ କଣ ବୋଲି କହୁଛି, ମୁଁ ଜଣେ ବ୍ରାହ୍ମଣ ପରିବାରରୁ ପ୍ରଭୁଙ୍କୁ ଗ୍ରହଣ କରିଛି। ସେ 25 ଟେଷ୍ଟିମୋନିରେ 25 ଥର କହିଗଲା ମୁଁ ବ୍ରାହ୍ମଣ। ହେଲେ କଣ ଯୀଶୁଙ୍କୁ ଦୟା କରିଦେଲ କି? ତୁମେ ବ୍ରାହ୍ମଣ ଏଇ ଯୀଶୁକୁ ଗ୍ରହଣ କରି ଦୟା କରୁଛ ସତରେ? ତୁମେ ବ୍ରାହ୍ମଣ ହୁଅ, ହରଣ ହୁଅ, ଗୁଣାଣ ହୁଅ, ପ୍ରେରଣ ହୁଅ, ଯୀଶୁଙ୍କ ବିନା ତ ଉଦ୍ଧାର ନାହିଁ। ପ୍ରିୟ ଭାଇ ଭଉଣୀ ମାନେ ଭାବନ୍ତୁ ନାହିଁ ଯେ ଜଣେ ବ୍ରାହ୍ମଣ ଯଦି ଯୀଶୁକୁ ଗ୍ରହଣ କରିଦେଲା, ତାର ମାନେ ଯୀଶୁଙ୍କୁ ଦୟା କରିଦେଲା, ସେମାନେ ଯୀଶୁ ତାକୁ ଦୟା କଲେ ଯେ ସେ ଉଦ୍ଧାର ପ୍ରାପ୍ତ ହେଇଗଲେ। ଯୀଶୁଙ୍କ ପାଖରେ ସବୁ ସମାନ, ସେ ମଣିଷ ପରି ତିଆରି କରିଛନ୍ତି, ତାକୁ ମୁଣ୍ଡକୁ, ତାକୁ ପାଦକୁ, ତାକୁ ପେଟକୁ ତିଆରି କରିଛନ୍ତି, ସେ ମୂର୍ତ୍ତିଠାରୁ ମନୁଷ୍ୟକୁ ନିର୍ମାଣ କରିଛନ୍ତି। ଆମେ ସମସ୍ତେ ସମାନ ଅଛୁ। ତ ବେଳେବେଳେ ଲୋକ ସାକ୍ଷ୍ୟ ଦେବା ସେମାନଙ୍କୁ ଗର୍ବ। ମୁଁ ସପ୍ତାହରେ 2 ଥର ଉପବାସ କରେ, ମୁଁ ସବୁ ଆୟର 10 ମାଂସ ଦିଏ, 10 ମାଂସ ଦେଇ ପ୍ରଭୁଙ୍କୁ ଦୟା କରିଦେଲି କି ଆପଣ?
ଦିନ ପ୍ରାର୍ଥନା କରି ପ୍ରଭୁଙ୍କୁ ଦୟା କରିଦେଲେ କଣ ପ୍ରିୟ ଭାଇ ଭଉଣୀ ପିଲାମାନଙ୍କୁ ଅନୁଭବ କରନ୍ତୁ ଆମେ ଗୁଡ଼େ ବିଷୟ ନେଇକି ଗର୍ବ କରିଥାଉ ଗୁଡ଼େ ବିଷୟ କଣ କହୁଛନ୍ତି ମୁଁ ଏତେ ବଡ ଚାକିରି କରୁଥିଲି ଏତେ ବଡ ପୋଷ୍ଟରେ ଥିଲି ଛାଡ଼ିକି ପ୍ରଭୁଙ୍କ ସେବାକୁ ପଳେଇ ଆସିଲି ପ୍ରଭୁଙ୍କୁ ଦୟା କରିବା ଦୟାକରି ଆପଣ ମୋର ପ୍ରିୟ ମାନେ ମୋର ପ୍ରଭୁ ପିତର ଭଳିଆ ଲୋକକୁ ଠିଆ କରି ବ୍ୟବହାର କରି ଯାଇଛନ୍ତି ପିତର ଭଳିଆ ଲୋକ ଜଙ୍ଗଲରେ ନେପ ଚଢାଇବା ଲୋକକୁ ଆଣିକି ରଞ୍ଜା କରି ଜାଣିଛନ୍ତି ପ୍ରିୟ ଭାଇ କଣ ରାମଚରଣ ମଶାକୁ ଆଣିକି ପାଲ ସାମ୍ନା ଠିଆ କରିବାର ମୋର ପରମେଶ୍ୱର ଆପଣ ଜବ୍ ଛାଡ଼ି ଆସିଲେ ଆପଣ ଦାନ ଦେଇଦେଲେ ଆପଣ ଏଇଟା କରିଦେଲେ ସମ୍ରାଟ କରିବାର କଣ ସମ୍ରାଟ ପ୍ରଭୁଙ୍କୁ ଯଦି କିଏ ଗ୍ରହଣ କଲାନି ବିନଷ୍ଟ ହେବ ସମ୍ରାଟ ନାହିଁ ଏଇଠି ଏକା ଆଏସ୍ ଏଇଠି ଏକା ଓଏସ୍ ଏଇଠି ଏକା ମନ୍ତ୍ରୀ ଏଇଠି ଡକ୍ଟର ଉଦାହରଣ ପାଇଲେ ନା ଡକ୍ଟର ନା ମନ୍ତ୍ରୀ ନା ଆଏସ୍ ନା ଓଏସ୍ କିଛି ନାହିଁ ମୋର ପ୍ରିୟ ଭାଇ ଗର୍ବ ନାହିଁ ଉଦ୍ଧାର ପାଇଲା ପରେ ଅନେକ ଜୀବନ ଗର୍ବ ଇଭେନ୍ ପ୍ରଭୁଙ୍କ ଦାସ ଆମେ ଗର୍ବ କରୁ ପ୍ରିୟ ଭାଇ ଭଉଣୀ ମାନେ ଛୁଆମାନଙ୍କୁ ସାହାଯ୍ୟ କରନ୍ତୁ ଆଉ ଉଦ୍ଧାର ପାଇଲା ପରେ ଗୋଟେ କଥା କହିବେ ଲାଇଫରେ ଅନିଶ୍ଚିତତା ଥାଏ କିଛି ନିଶ୍ଚିତତା ନାହିଁ ପ୍ରିୟ ଭାଇ ଭଉଣୀ ଇଭେନ୍ ଆମର ଲାଇଫରେ ମଧ୍ୟ ଗୋଟେ ନିଶ୍ଚିତତା ନାହିଁ କୌଣସି ନିଶ୍ଚିତତା ନାହିଁ ଗୋଟେ ଅନିଶ୍ଚିତ ମଧ୍ୟରେ ଯାଉଛୁ କିନ୍ତୁ ବାଇ ଫେଥ୍ ଆମକୁ ଚାଲିବା ପାଇଁ ନଟ୍ ବାଇ ସାଇଟ୍ ବଟ୍ ବାଇ ଫେଥ୍ ଖ୍ରୀଷ୍ଟିଆନ ଲାଇଫ୍ କେମିତି ନଟ୍ ବାଇ ସାଇଟ୍ ବଟ୍ ବାଇ ଫେଥ୍ आपको विश्वास में चालवा पड़ो दुष्ट विषय में अदृश्य विषय को लक्ष्य ଆମକୁ ସାହାଯ୍ୟ କରନ୍ତୁ ଭାଇ ଭଉଣୀ ମାନେ ଖ୍ରୀଷ୍ଟିଆନ ଜୀବନ ହେଉଛି ତ୍ୟାଗ କରିବା